ଆସନ୍ତୁ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ଆମମାନେ ଆଦି ପୁସ୍ତକର 22 ପର୍ବଟିକୁ ଆମମାନେ ଅଧ୍ୟୟନ କରିବା। ଏହି 22 ପର୍ବରେ 24 ଗୋଟି ପଦ ଏଠାରେ ଆମମାନେ ଦେଖୁ। ଆଉ ଏହି 24 ଗୋଟି ପଦରେ ବର୍ଣ୍ଣିତ ବିଷୟଟିକୁ ଆମେ ଯେତେବେଳେ ଧ୍ୟାନ କରିବା, ଏଠାରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁ ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ବିଷୟରେ ବା ସେହି ସମ୍ବନ୍ଧିତ ବାକ୍ୟ ବା ବିଷୟ ଆମେ ଏଠାରେ ଦେଖିବାକୁ ପାରୁଛୁ। କାଲବରୀ କ୍ରୁଶରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମନୁଷ୍ୟମାନଙ୍କ ପାପ ନିମନ୍ତେ ସେ ବଳିଦାନ ହେଲେ। ମନୁଷ୍ୟମାନଙ୍କର ପାପରୁ ଉଦ୍ଧାର କରିବା ନିମନ୍ତେ, ପାପରୁ ସେମାନଙ୍କୁ କ୍ଷମା କରିବା ନିମନ୍ତେ ସେ କାଲବରୀ କ୍ରୁଶରେ ସେ ବଳିଦାନ ହେଲେ, ଯାହାକୁ କୁହନ୍ତି ସେଲ୍ଫ ସାକ୍ରିଫାଇସ୍, ସ୍ୱୟଂ ବଳିଦାନ ହେବା। ସେହି ପ୍ରକାର ସତ୍ୟ ଘଟଣା ଆମମାନେ ଏଠାରେ ଦେଖିପାରିବା। ପରମେଶ୍ୱର ଯେହୋବା ପରମେଶ୍ୱର ଏଠାରେ ଆବ୍ରାହମଙ୍କର ପରୀକ୍ଷା ନେଉଛନ୍ତି। ପରମେଶ୍ୱର କହିଲେ ଆବ୍ରାହମକୁ ଯେ ତୋର ଏକମାତ୍ର ପୁତ୍ରକୁ, ଅଦ୍ୱିତୀୟ ପୁତ୍ରକୁ, ଯାହାକୁ ତୁ ପ୍ରେମ କରୁ, ତାହାକୁ ସେହି ମୋରିଆ ପର୍ବତକୁ ନେଇ ମୋ ନିମନ୍ତେ ତୁ ବଳି କରେ। ଆଉ ଯେତେବେଳେ ପରମେଶ୍ୱର ଏ ପ୍ରକାର କହିଲେ, ଆବ୍ରାହମ ଆଉ ତାହାର ଦୁଇ ଦାସମାନେ ଆଉ ଆବ୍ରାହମଙ୍କର ପିଲା ଇସାହାକ ଏମିତି କରି ସେମାନେ 3 ଦିନର ଯାତ୍ରା କରି ସେ ମୋରିଆ ପର୍ବତକୁ ସେମାନେ ଗଲେ। ଆଉ ପରମେଶ୍ୱରଙ୍କର ବାକ୍ୟ ଅନୁସାରେ ସେ ପାହାଡ଼କୁ ନେଇ ତାର ପୁତ୍ର ଇସାହାକକୁ ସେ ବେଦୀ ନିର୍ମାଣ କରି ସେ ବେଦୀ ଉପରେ ତାକୁ ବଳି କରିବା ନିମନ୍ତେ ଶୁଆଇଦେଲେ। ଆଉ ବର୍ତ୍ତମାନ ଆବ୍ରାହମ ସେ ତାକୁ ବଳି କରିବା ପାଇଁ ପ୍ରସ୍ତୁତ ହୋଇଗଲେ। ଠିକ୍ ସେହି ସମୟରେ ପରମେଶ୍ୱର କହିଲେ ଯେ, ହେ ଆବ୍ରାହମ, ମୁଁ ବର୍ତ୍ତମାନ ତୋର ବିଶ୍ୱାସକୁ ମୁଁ ଦେଖିଲି ଯେ ତୁ ମୋର ଆଜ୍ଞା କେତେ ତୁ ଗଭୀରତା ଭାବରେ ତୁ ମାନୁଅଛୁ ଆଉ କେତେ ତୁ ବିଶ୍ୱାସ କରୁଛୁ, ତାହା ମୁଁ ଜାଣିପାରିଲି। ଆଉ ସେହି ସମୟରେ ପରମେଶ୍ୱର ସେଠାରେ ବଳି କରିବା ନିମନ୍ତେ ଏକ ମେଷ ଦେଖାଇଲେ। ଆଉ ତାହା ଇସାହାକଙ୍କ ବଦଳରେ ବା ଇସାହାକଙ୍କ ଜାଗାରେ ସେହି ପଶୁକୁ ବଳି କଲେ। ବର୍ତ୍ତମାନ ଆବ୍ରାହମ ଆଉ ଇସାହାକ ଆଉ ତାଙ୍କର ଦାସମାନେ ସେମାନେ ସେ ପାହାଡ଼ ଠାରୁ ଓହ୍ଲାଇ ଆସି ବର୍ତ୍ତମାନ ସେମାନେ ବେର୍ସେବାକୁ ସେମାନେ ଲୌଟି ଗଲେ। ଆଉ ଯେତେବେଳେ ଆମମାନେ ଆଦି ପୁସ୍ତକର 21 ପର୍ବ ଲାଷ୍ଟ ଶେଷ ଆଡ଼କୁ ଆମେ ଦେଖିବା, ତ ସେଠାରେ ଆବ୍ରାହମ ସେ ବେର୍ସେବାରେ କେତେ ଦିନ ଯାଏଁ ରହିଲେ, ସେ କେତେ ବର୍ଷ ଯାଏଁ ସେଠାରେ ରହିଲେ ତାହାର ବର୍ଣ୍ଣନା ନାହିଁ, କିନ୍ତୁ ସେ ବହୁତ ଦିନ ସେଠାରେ ରହିଲେ। ଆଉ ସେଠାରୁ ସେ ମୋରିଆ ପର୍ବତକୁ ସେ ତାର ଏକମାତ୍ର ପୁତ୍ରକୁ ସେ ବଳି କରିବା ପାଇଁ ଯାଇଥିଲେ। ତାପରେ ସେଠାରୁ ଫେରିଲା ପରେ ସେ ପୁନର୍ବାର ସେହି ବେର୍ସେବାକୁ ସେ ଯାଉଅଛନ୍ତି। ଆଉ ଯେତେବେଳେ ତାର ପୁତ୍ର 37 ଇୟର୍ସ ଓଲ୍ଡ ହେଇଯାଇଥିଲା, ସେହି ସମୟରେ ଇସାହାକଙ୍କର ମା ବା ସାରାଙ୍କର ମୃତ୍ୟୁ ହେଲା। ଆଉ ସେହି ସମୟରେ ଆବ୍ରାହମଙ୍କର ବୟସ 137 ବର୍ଷ ହୋଇଥିଲା। ଆଉ ସାରାଙ୍କର ବୟସ 127 ବର୍ଷ ହୋଇଥିଲା।
ଆଉ 127 ବର୍ଷ ବୟସରେ ସେ ମୃତ୍ୟୁବରଣ କଲେ। ଆଉ ସେହି ସମୟରେ ଇସାକଙ୍କର ବୟସ 37 ବର୍ଷ ହୋଇଥିଲା, 37 years old। ଆଉ ସେହି ସମୟରେ ସାରାଙ୍କର ମୃତ୍ୟୁ ହୋଇଥିଲା। ଆଉ ଅନେକ ଜ୍ଞାନୀ ଲୋକମାନେ, ପ୍ରଭୁଙ୍କର ଲୋକମାନେ, ସେମାନେ କୁହନ୍ତି ଯେ ହୋଇପାରେ ସାରାଙ୍କର ମୃତ୍ୟୁ ଆଉ ଇସାକଙ୍କର ବଳି ଦେବାର କଥା ଶୁଣି ତାକୁ ଚିନ୍ତା ହୋଇ କିମ୍ବା ହାର୍ଟ ଆଟାକ୍ ହୋଇ ସେ ମୃତ୍ୟୁବରଣ କରିଥିବ। ଏହାର ସମ୍ପୂର୍ଣ୍ଣ ଡିଟେଲ ଆମମାନଙ୍କୁ ଜଣା ନାହିଁ, କିନ୍ତୁ ସେ 127 ବର୍ଷ ବୟସରେ ତାର ମୃତ୍ୟୁ ହୋଇଥିଲା। ଏଠାରେ ଇସାକଙ୍କ ବିଷୟରେ ବାଳକ ବୋଲି ଯେଉଁ ବର୍ଣ୍ଣନା କରାଯାଇଛି, ଆଉ ସେଇ ବାଳକର ଅର୍ଥ ସେ କେତେ ବର୍ଷର ବୟସ ହୋଇଥିବ ତାହା ସଠିକ୍ ବୟସ ଆମମାନଙ୍କୁ ଜଣା ନାହିଁ। ଆମମାନେ ବର୍ତ୍ତମାନର ସମୟ ଅନୁସାରେ ବାଳକ କହିଲେ ଆମେ ଟିନ୍ ଏଜ୍ ବା ଛୋଟ ଏଜ୍ର ପିଲାମାନଙ୍କୁ ଆମେ ବାଳକ ବୋଲି କହୁ। କିନ୍ତୁ ଯଦି ଆମମାନେ ସେହି ସମୟର କଥା ଅନୁସାରେ ଆମମାନେ ଦେଖିବା, ଦ୍ୱିତୀୟ ସାମୁଏଲ 18:32 ସେଠାରେ ଅବସାଲମଙ୍କ ବିଷୟରେ ଲେଖା ଅଛି ଯେ ଅବସାଲମ ଯେଉଁ ବାଳକ ଏବେ ବି ସେ ଜୀବିତ ଅଛି। ଏହି ପ୍ରକାର ସେଠାରେ ଅବସାଲମକୁ ସେ ଜଣେ ଏକ ରାଜା ହୋଇ ଶାସନ କରୁଥିଲେ। ଆଉ ସେ ଜଣେ ତାର ବୟସ ଏକ ଶାସନ କରୁଥିବା ବ୍ୟକ୍ତି 30-40 ବର୍ଷର ଉର୍ଦ୍ଧ୍ୱ ହୋଇଥିବ, ତଥାପି ସେ 3 ବର୍ଷର ହୋଇଥିବ। ତେଣୁ ତାଙ୍କୁ ସେଠାରେ ବାଳକ ବୋଲି କୁହାଯାଉଛି। ତ ଏହି ଆମମାନେ ଇସାକଙ୍କ ବିଷୟରେ ମଧ୍ୟ ଆମମାନେ ଯେତେବେଳେ ଧ୍ୟାନ କରିବା, ସେ ତାର ବୟସ କେତେ ହୋଇପାରେ ଯେଉଁ ସମୟରେ ତାଙ୍କୁ ବଳି କରିବା ପାଇଁ ନିଆଯାଇଥିଲା। ଆଉ ତାର ମାଙ୍କର ମୃତ୍ୟୁ ସମୟରେ ତାହା ଆମମାନେ ଏଠାରେ ବିଚାର କରିବା କଥା। ଅନେକ ଲୋକଙ୍କର ଚିନ୍ତାଧାରଣା ବାଇବଲକୁ ମେଡିଟେସନ୍ କରିବା ଦ୍ୱାରା, ଆଉ ଅନେକ ସେମାନେ ଇତିହାସକୁ ଷ୍ଟଡି କରିବା ଦ୍ୱାରା ସେମାନେ ବୟସର ସୀମା ସେମାନେ ଅନୁମାନ କରି ପତା ଲଗେଇଛନ୍ତି ଯେ ଇସାକ ସେହି ସମୟରେ ଲଗଭଗ 33 କିମ୍ବା 34 ବର୍ଷର ହୋଇଥିବ ଯେତେବେଳେ ତାହାଙ୍କୁ ବଳି କରିବା ପାଇଁ ପରମେଶ୍ୱର ତାହାକୁ ଆହ୍ୱାନ କଲେ। ଆଉ ତାର ବୟସ ଯେମିତିକି ଯୀଶୁଖ୍ରୀଷ୍ଟଙ୍କର ବୟସ ହୋଇଥିଲା, ତାହାଙ୍କର ବଳି ହେବା ସମୟରେ ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ସେ 33 ବର୍ଷ ସେ ପୃଥିବୀରେ ମନୁଷ୍ୟ ରୂପରେ ରହିଥିଲେ। ଆଉ ତାପରେ ସେ ବଳିଦାନ ହୋଇଥିଲେ। ଠିକ୍ ସେହି ବୟସରେ ବୋଧହୁଏ ଇସାକଙ୍କୁ ମଧ୍ୟ ବଳି ହେବା ପାଇଁ ପରମେଶ୍ୱର ତାହାଙ୍କୁ ଡାକିଥିଲେ ବା ଆବ୍ରାହମକୁ ପରୀକ୍ଷା କରିଥିଲେ। ତାପରେ ସେ ତାର ମାଙ୍କର ମୃତ୍ୟୁ ଯେତେବେଳେ ହେଉଛି, ସେହି ସମୟରେ ସେ 37 years oldର ହେଇଥିଲା। ତାର ମା 127 ବର୍ଷ ବୟସରେ ସେ ମୃତ୍ୟୁବରଣ କଲେ। ତାମାନେ ସିଏ ଯେତେବେଳେ ତାର ମା ଯେତେବେଳେ ମୃତ୍ୟୁ ହେଲା, ଆଉ ସେମାନେ ସେଠାକୁ ଚାଲି ଆସି ତାର ମାକୁ କବର ଦେବାର ବିଷୟ ଏଠାରେ ଲେଖା ଅଛି।
ଏଠାରେ ପରମେଶ୍ୱର ଅବ୍ରାହମଙ୍କର ପରୀକ୍ଷା କରିଥିଲେ। ତାହାଙ୍କୁ ଏଥିପାଇଁ ପରୀକ୍ଷା କରିଥିଲେ ଯେ ସେ ଲୋକମାନଙ୍କୁ ପ୍ରମାଣ କରି ଦେଖାଇବା ପାଇଁ ଯେ ଅବ୍ରାହମ କେତେ ସେ ପରମେଶ୍ୱରଙ୍କୁ ସେ ବିଶ୍ୱାସ କରୁଅଛି। ଆଉ ପରମେଶ୍ୱର ଯେତେବେଳେ ସେ ପରୀକ୍ଷା କରନ୍ତି ତ ସେ ଉନ୍ନତି ହେବା ନିମନ୍ତେ ସେ ପରୀକ୍ଷା କରନ୍ତି। କିନ୍ତୁ ଶୈତାନ ଯଦି ପରୀକ୍ଷା କରେ ସେ ତାକୁ ତଳକୁ ଖସାଇବା ପାଇଁ ସେ ପରୀକ୍ଷା କରିଥାଏ। ଅବ୍ରାହମ କେତେ ପରମେଶ୍ୱରଙ୍କର ନିକଟବର୍ତ୍ତୀ ଅଛି, କେତେ ସେ ପରମେଶ୍ୱରଙ୍କୁ ବିଶ୍ୱାସ କରୁଛି, କେତେ ସେ ପରମେଶ୍ୱରଙ୍କୁ ପ୍ରେମ କରୁଅଛି, ସେହି ବିଷୟ ଲୋକମାନଙ୍କୁ ଜଣାଇବା ନିମନ୍ତେ ଏଠାରେ ପରମେଶ୍ୱର ଅବ୍ରାହମକୁ ପରୀକ୍ଷା କରିଥିଲେ। ଆଉ ଅବ୍ରାହମଙ୍କର ବିଶ୍ୱାସ ବିଷୟରେ ପରମେଶ୍ୱରଙ୍କୁ ଭଲ ଭାବରେ ଜଣାଥିଲା ଯେ ଅବ୍ରାହମ କେବେ ହାରିବ ନାହିଁ। ସେ ଅବ୍ରାହମ ଜିତିବ ହିଁ ଜିତିବ। ଏଥିପାଇଁ ଏହା ଜାଣି ମନର କଥା, ମନର ବିଚାରକୁ ସେ ଜାଣି ତାର ବିଶ୍ୱାସକୁ ଦେଖି ପରମେଶ୍ୱର ଅବ୍ରାହମଙ୍କର ପରୀକ୍ଷା କରିଥିଲେ। God did not want to check his faith, but he wanted to prove the faith. ପରମେଶ୍ୱର ଅବ୍ରାହମଙ୍କର ବିଶ୍ୱାସକୁ ସେ ପରୀକ୍ଷା କରୁନଥିଲେ, କିନ୍ତୁ ପରମେଶ୍ୱର ଅବ୍ରାହମଙ୍କର ବିଶ୍ୱାସକୁ ସେ ପ୍ରମାଣ କରିବାକୁ ଚାହୁଁଥିଲେ। ସେ ଅବ୍ରାହମଙ୍କ ବିଶ୍ୱାସକୁ ସେ ପରୀକ୍ଷା କରୁନଥିଲେ ଯେ କେତେ ସେ ମୋତେ ବିଶ୍ୱାସ କରୁଅଛି, ସତରେ ସେ ବିଶ୍ୱାସ କରୁଛି ନା କରୁନାହିଁ, ସେହି ବିଷୟରେ ସେ ଚେକ୍ କରୁନାହାନ୍ତି। କିନ୍ତୁ ସେ ପ୍ରମାଣ କରିବା ପାଇଁ, ଲୋକମାନଙ୍କୁ ପ୍ରମାଣ କରି ଦେଖାଇବା ପାଇଁ ସେ ଏହି ପରୀକ୍ଷା କରିଥିଲେ। ଫେଥ୍ କମ୍ସ ଫ୍ରମ୍ ଦ ୱାର୍ଡ଼ ଅଫ୍ ଗଡ଼୍। ପରମେଶ୍ୱରଙ୍କ ବାକ୍ୟଠାରୁ ବିଶ୍ୱାସ ଆସିଥାଏ। ପରମେଶ୍ୱରଙ୍କର ବାକ୍ୟର ଅଧୀନ ହୋଇ ରହିଲେ ବିଶ୍ୱାସ ଆମମାନଙ୍କର ବଢ଼ିଥାଏ। ଏହା ଆମମାନେ ଅବ୍ରାହମଙ୍କ ଜୀବନଠାରୁ ଶିଖିବାକୁ ପାଉଅଛୁ। ଏଠାରେ ଆମମାନେ ଅବ୍ରାହମଙ୍କ ବିଶ୍ୱାସକୁ ଦେଖୁଅଛୁ। ଆଉ ଯେତେବେଳେ ପରମେଶ୍ୱର ତାହାଙ୍କୁ ଆହ୍ୱାନ କଲେ, ପରମେଶ୍ୱର ଯେତେବେଳେ ତାହାଙ୍କୁ ଆବାଜ ଦେଇ ତାହାଙ୍କୁ ଡାକ ପକାଇଲେ, ହେ ଅବ୍ରାହମ, ସେହି ସମୟରେ ସେ ପରମେଶ୍ୱରଙ୍କୁ ଜବାବ ଦେଲେ ଯେ ହଁ ପ୍ରଭୁ, ମୁଁ ଏଠାରେ ଅଛି। ହଁ ପ୍ରଭୁ, ମୁଁ ଏଠାରେ ଅଛି। କୁହନ୍ତୁ। ତାର ମାନେ ଏଠାରୁ ଆମେ ଶିଖିବାକୁ ପାରୁ ଯେ ଅବ୍ରାହମ ହି ୱାଜ୍ ରେଡ଼ି ଟୁ ହିୟର ଦ ୱାର୍ଡ଼ ଅଫ୍ ଗଡ଼୍। ସେ ପରମେଶ୍ୱରଙ୍କର ବାକ୍ୟକୁ ଶୁଣିବା ନିମନ୍ତେ ସେ ତତ୍ପର ଥିଲା, ସେ ଜାଗ୍ରତ ହୋଇଥିଲା। ହି ୱାଜ୍ ନଟ୍ ୱରି, ହି ୱାଜ୍ ନଟ୍ ନେଗ୍ଲେକ୍ଟେଡ୍ ଟୁ ହିୟର ଦ ୱାର୍ଡ଼ ଅଫ୍ ଗଡ଼୍। ସେ ପରମେଶ୍ୱରଙ୍କର ବାକ୍ୟକୁ ଶୁଣିବା ପାଇଁ, ପରମେଶ୍ୱରଙ୍କର କଥାକୁ ଶୁଣିବା ପାଇଁ ସେ ଭୟ କରୁନଥିଲା କି ଚିନ୍ତା କରୁନଥିଲା ମୋ ଜୀବନ କ'ଣ ହେବ। ବଟ୍ ହି ୱାଜ୍ ରେଡ଼ି ଅଲୱେଜ୍ ଟୁ ହିୟର ଦ ୱାର୍ଡ଼ ଅଫ୍ ଗଡ଼୍। ସେ ସଦାସର୍ବଦା ପରମେଶ୍ୱରଙ୍କର ବାକ୍ୟକୁ, ପରମେଶ୍ୱରଙ୍କର ଆବାଜକୁ ସେ ଶୁଣିବା ପାଇଁ ତତ୍ପର ଥିଲା। ଏଠାରୁ ଆମମାନେ ଶିଖିବାକୁ ପାଉ, ପରମେଶ୍ୱରଙ୍କର ବାକ୍ୟକୁ ଶୁଣିବା ନିମନ୍ତେ ଆମମାନଙ୍କୁ ତତ୍ପର ହେବା ନିତାନ୍ତ ଆବଶ୍ୟକ। ଆଜିକାଲି ଲୋକମାନଙ୍କୁ ଯଦି ପରମେଶ୍ୱରଙ୍କର ବାକ୍ୟ ଶୁଣିବା ପାଇଁ ସେମାନଙ୍କୁ କୁହାଯାଏ, ତେବେ ସେମାନେ ମନ ଲଗାଇ ନଥାନ୍ତି। ଆଉ ସେମାନେ ଅନ୍ୟାନ୍ୟ କଥାରେ ସେମାନେ ଅଧିକ ମନ ଲଗାଇଥାନ୍ତି। କିନ୍ତୁ ଏଠାରେ ପରମେଶ୍ୱରଙ୍କର ବାକ୍ୟ ମାନଙ୍କୁ କୁହେ ଯେ ଅବ୍ରାହମ
से परमेश्वर को वाक्य शुणा पाए से तत्पर थिला। परमेश्वर वाक्य को जेबे आमने शुणा आमनकर विश्वास बढ़िबो। एठारे आओ गोटे आमने ध्यान दे पारो जे परमेश्वर जेतेबेले ताहाको डाक पकाइले से मात्र एक थर ही से आवाज देले, से थरे ही तांको डाकिले जे अब्राहम। आउ तुरंत तार रिप्लाई आमने शुणुअछु, हाँ प्रभु मु एठारे अछि। आउ बाइबल रे अन्य मानक निमंते आमने देखो सेठारे डबल कॉलिंग अछि। दुई थर सामुएल को डाकिले सामुएल सामुएल, मौसा को से डाकिले मौसा हे मौसा। किंतु एठारे आमने देखा पारछु अब्राहम को he called only once, हे अब्राहम। then he said, Lord I am here, प्रभु मु एठारे अछि। परमेश्वर कहले हे अब्राहम, और अब्राहम कहले यस लॉर्ड आई एम हियर, मु एठारे अछि प्रभु। तापर परमेश्वर कहले सुन मु गोटे कथा कहूछि, तू मो निमंते एक काम करे। से कामटी हैला तोर जो आदित्य पुत्र जो अछि, तू जाहाको बहुत प्रेम करू से पुत्र को मो निमंते तू बलि करे। आओ सही कथारे से तुरंत से परमेश्वर कथा को से तिरस्कार कले नहीं। आओ एक विषय आमने एटारे ध्यान देऊ। परमेश्वर कहले अब्राहम को जे अब्राहम तू जो प्रेम करुअछु, तू जो एकमात्र पुत्र को बा आदित्य पुत्र को जहाको तू अति प्रेम करू ताहाको मो निमंते तू बलि करे। एही कथारे बा एही आदित्य पुत्र इसहाक रो विषय नहीं जो माने मोहम्मदंकर कथारे चलती से माने यही विषय को नहीं जुक्ति तर्क करते। से माने कहते जे आदित्य पुत्र से इसहाक नुह से इस्माइल बोले। किंतु एठारे आमने क्लियर भाव आम को जना पड़ुछि जे ता पूर्वर ही इस्माइल को अब्राहम बाहर कर देथिले। ता पूर्वर ही आगर एवं से इस्माइल को से माता को आ तार पुत्र को ता आगरू से विदाय कर देथिले। आउ तापर घटना यही विषय आमने देखुछु। तेणु एठारे क्लियर भाव लेखा अछि, तू जहाको प्रेम करू तोर जो आदित्य पुत्र इसहाक ताहाको मो निमंते तू बलि करे। एठारे क्लियर लेखा अछि जे इसहाकंकर नाम एवं एठारे तू जहाको प्रेम करू आ आदित्य पुत्र से होछि इसहाक। किंतु से माने यही विषय को न जाने जुक्ति तर्क करते नाई। से आदित्य पुत्रर शब्दटी केवल इस्माइल को पाई कहा जाइथिला। किंतु आमने पवित्र ग्रंथ बाइबल रे आमने क्लियर भाव रे आमने देखा पारुछु जे से आदित्य पुत्र इसहाक जो शब्द दिया होछि ताहा इस्माइल पाई नुह इसहाक पाई दिया जाय अछि। आ तांकर इसहाकंकर नाम एठारे क्लियर भाव रे दिया जाय अछि। एठारे अब्राहम पुत्र इसहाकंकर
ବୟସ ସୀମା ଆମମାନଙ୍କୁ ଅନୁମାନ କରିବାକୁ ହୁଏ ବା ଅନେକ ବିଦ୍ୱାନମାନେ ଅନୁମାନ କରନ୍ତି ଯେ ଇସାକଙ୍କର ବୟସ 33ରୁ 34 ବର୍ଷ ହେଉଥିବ ଯେତେବେଳେ ତାକୁ ବଳି କରିବା ପାଇଁ ଆହ୍ୱାନ କରାଯାଇଥିଲା। ଆଉ ଏହା ଯୀଶୁଖ୍ରୀଷ୍ଟଙ୍କର ବଳିଦାନ ସମୟର ବୟସ ଯେତିକି ଥିଲା ସେହି ବୟସ ସମୟରେ ହିଁ ଇସାକଙ୍କୁ ମଧ୍ୟ ବଳି କରିବା ପାଇଁ ତାହାକୁ ପରମେଶ୍ୱର ଆହ୍ୱାନ କରିଥିଲେ। ତାପରେ ସେ ମରିଆ ଦେଶରୁ ଫେରି ବେର୍ସେବାକୁ ସେ ଯାଇଥିଲେ। ବେର୍ସେବା ଠାରୁ ଯେ ମରିଆ ଦେଶକୁ ସେଟା ଯେଉଁ ଦୂରତା ଥିଲା ତାହା 64 କିଲୋମିଟର ଦୂରତା ଥିଲା ବୋଲି ଅନୁମାନ କରାଯାଏ। ଆଟଲାସ୍ ବାଇବଲ ଅନୁସାରେ ଆମମାନେ ଏହାକୁ ଅନୁମାନ କରୁ ଯେ ତାର 64 କିଲୋମିଟର ଦୂର ଥିଲା। ତେଣୁ ସେ ତାଙ୍କୁ 3 ଦିନ ଲାଗିଥିଲା। 3 ଦିନରେ ସେ ସେହି ଜାଗାକୁ ପହଞ୍ଚିଥିଲେ। ଯେତେବେଳେ ପରମେଶ୍ୱର ତାହାଙ୍କୁ କହିଲେ ଯେ ତୋର ପୁତ୍ରକୁ ତୁ ମୋ ନିମନ୍ତେ ବଳି କରେ, ତ ସେ ପରମେଶ୍ୱରଙ୍କର ଆଜ୍ଞା ଅନୁସାରେ ତାର ପୁତ୍ରକୁ ଏବଂ ତାର ଦାସମାନଙ୍କୁ ପୁଣି ତା ସହିତ ଗଧ ଏବଂ ଛୁରୀ ଆଉ କାଠ ଏ ସମସ୍ତ ବଳି କରିବାର ସାମଗ୍ରୀ ନେଇ ସେ ବାହାରି ପଡ଼ିଲେ। ଏଠାରେ ଆବ୍ରାହମ ସେ ଏହି ବଳିର ବିଷୟ କି ପ୍ରକାର ବଳି ହେବ, କାହାକୁ ସେ ବଳି କରିବେ, ସେ ବିଷୟ ସେ କାହାକୁ କହିନଥିଲେ। ସେ କେବଳ ସେମାନଙ୍କୁ ବଳି କରିବା ପାଇଁ ଯିବା ବୋଲି କହି ସେମାନଙ୍କୁ ନେଇକି ଗଲେ। ଆଉ ସେ ତାଙ୍କର ଦାସମାନଙ୍କୁ ଆଉ ତାର ପୁତ୍ରକୁ ସାଙ୍ଗରେ ସମସ୍ତ ସାମଗ୍ରୀ ସେ ନେଇକି ଗଲେ। ଆଉ ତାଙ୍କର ଯିବାର ରାସ୍ତା 3 ଦିନର ରାସ୍ତା ଥିଲା। ଏହା ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁ ଏବଂ ପୁନରୁତ୍ଥାନ ସମୟ ସହିତ ଏହା ସମାନତାକୁ ଦର୍ଶାଏ, ଯାହାକୁ ଯୀଶୁଖ୍ରୀଷ୍ଟ ମୃତ୍ୟୁ ଏବଂ ପୁନରୁତ୍ଥାନ 3 ଦିନର ସମୟ ଥିଲା। ଏହା ଯେ ଏମାନଙ୍କର ଆବ୍ରାହମ ଏବଂ ଇସାକଙ୍କର ଯାତ୍ରା ଯେ ବଳି କରିବା ପର୍ଯ୍ୟନ୍ତ ଏମାନଙ୍କର ଯାତ୍ରା 3 ଦିନ ଲାଗିଥିଲା। Then when we come to the verse 2, here we can see that when God called to the Abraham, at once he replied, Yes Lord, I am here. ଯେତେବେଳେ ଦ୍ୱିତୀୟ ପଦକୁ ଆମେ ଆସିବା, ଏଠାରେ ପରମେଶ୍ୱର ଆବ୍ରାହମକୁ ସେ ଡାକି କହିଲେ, ହେ ଆବ୍ରାହମ। ତ ଏକ ଶବ୍ଦରେ ହିଁ ସେ ଜବାବ ଏଠାରେ ଦେଉଅଛନ୍ତି, ହଁ ପରମେଶ୍ୱର, ମୁଁ ଏଠାରେ ଅଛି, କୁହନ୍ତୁ କ'ଣ ଆଜ୍ଞା, ମୁଁ କ'ଣ କରିବି? What shall I do? I am here, I am ready to do. ମୁଁ ଏଠାରେ ଅଛି, ମୁଁ ଆପଣଙ୍କର ସ୍ୱର ଶୁଣିବା ପାଇଁ ମୁଁ ପ୍ରସ୍ତୁତ ଅଛି। ଆପଣଙ୍କର କାର୍ଯ୍ୟ ବା ଆଦେଶ ଅନୁସାରେ ମୁଁ କାର୍ଯ୍ୟ କରିବା ପାଇଁ ମୁଁ ପ୍ରସ୍ତୁତ ଅଛି। ପ୍ଲିଜ୍ ଟେଲ୍ ମି, ଆପଣ କୁହନ୍ତୁ। ଏଠାରେ ଆମେ ଆବ୍ରାହମଙ୍କର ଶୁଣିବା ଏବଂ ତାଙ୍କର ଇଚ୍ଛା ଶକ୍ତିକୁ ଆମେ ଦେଖିବାକୁ ପାରୁଅଛୁ ଯେ ତାଙ୍କର କି ପ୍ରକାର ପରମେଶ୍ୱରଙ୍କ ପ୍ରତି ଇଚ୍ଛା ମନୋଭାବ ଥିଲା
परमेश्वर आज्ञा को पालन करने परमेश्वर स्वर को शुणापी से केते तत्पर थिले सही विषय आमने एठारे देखा पारुछु। एठारे आमने ध्यान देउ जेतेबेले परमेश्वर ताहाको डाक देले कहले ए अब्राहम शुण मु जो कथा मु कहबाकू चाहूँगी आओ परमेश्वर जेतेबेले से आवाज दियंती बा केतेक परमेश्वर वाक्य आम मानकर कान को शुणवा पाई ताहा मधुर लगी न थाए शुणवा निमंते ताहा मधुर लगी न थाए भल लगी न थाए। आमने देखुछु जे एठारे विशेष करी अब्राहम को जीवन रे जो परमेश्वर ताहाको डाक देइथिले ताहा एक मधुर बा शुणवा पाई भल शब्द बा विषय नथिला कारण से ताहाकर एकमात्र अद्वितीय पुत्र को बलि करने से कहले। परमेश्वर कहले तू तोर पुत्र को जहाको तू अति प्रेम करू ताहाको तो हाथ रे तू निजे ही ताहाको हत्या करे तू निजे ही ताहाको तो हाथ रू तू मारिदे तार प्राण को तू नहीं जा। यही प्रकार कथा परमेश्वर अब्राहम को कहिबार माने देखुछु। तेणु यही शब्दटी कान पाई मधुर आ हृदय पाई एक शुणवा पाई आनंददायक शब्द नथिला। यही प्रकार अनेक विषय अच्छी जहाँकि आम को कान को शुणवा पाई जहाँ मधुर लगी न थाए आम हृदय रे ताहा शुणवा पाई ताहा आनंदजनक होई न थाए। जेतेबेले आ गोटे उदाहरण जदि देखिबा जेरेमिया को परमेश्वर कहले इस्राएल लोक मान को जेतेबेले आसीरिया आओ बंदी करी नहीं थिले आओ आसीरिया को पुणी बाबिलोन जेतेबेले बंदी करी नहीं थिले सही समय कथा जे परमेश्वर कहले तू बाबिलोन को बंदी होइकी रहिबा पई जा। सही समय ताको शुणवा पाई ताको मधुर लगी नथिबो से कथा शुणवा पाई ताको ता हृदय रे आनंद लगी नथिबो किंतु ता पछरे परमेश्वरंकर एक अन्य योजना रही अछि। आओ एलियन को मध्य परमेश्वर एलियन को समय रे 3 वर्ष जाए वर्षा न हेबा 3 वर्ष जाए वर्षा न हेबा पाई जो कहले ता शुणवा पाई आओ ता हृदय पाई ताहा मधुर एवं आनंदर कथा नथिला किंतु परमेश्वर को ताहाको योजना अनुसार समस्त करती। परमेश्वर एलिया को कहले जे 3.5 वर्ष जाए एठारे आउ वर्षा हेब नाही शुणवा पाई तो आम मान को प्रतिक्रिया ताहा भले लगे नाही शुणवा पाई तो आम मान को ताहा मधुर लगे नाही आम मान को हृदय रे ताहा आनंद आसे नाही किंतु परमेश्वर कहते आम मानकर प्रतिक्रिया हाँ प्रभु मु प्रस्तुत अच्छी यही प्रकार आम मानकर प्रतिक्रिया हेबार अच्छी। एठारे किंतु आम माने अब्राहम कर विश्वास एवं अधीनता को आमने देखुअछु। अब्राहम से परमेश्वर अधीन हो गले
ଆଉ ଯେତେବେଳେ ରାତ୍ରି ସମୟରେ ପରମେଶ୍ୱର ତାହାଙ୍କୁ ଏହି ଡାକ ଦେଲେ ବା ଏହି ଆଦେଶକୁ ଯେତେବେଳେ ଦେଲେ ସିଏ ଆଉ ମନା କଲେ ନାହିଁ। ତୁରନ୍ତ ସେ ତାର ସକାଳ ଉଠି ସେ ତାର ଦାସମାନଙ୍କୁ ଏବଂ ତାର ପୁତ୍ରକୁ ଆଉ କାଠ ଛୁରୀ ସମସ୍ତ ସାମଗ୍ରୀ ଧରି ସେ ଚାଲି ପଡ଼ିଲେ। ଆଉ ସେ କାହାକୁ ଏହି କଥା ସେ କହିଲେ ନାହିଁ, ତାହା ପୁତ୍ରକୁ ବି କହିଲେ ନାହିଁ, ତାର ଦାସମାନଙ୍କୁ ବି କହିଲେ ନାହିଁ ଆମେ କୁଆଡ଼େ ଯାଉଛୁ, କେଉଁ ଜାଗାକୁ ଯାଉଛୁ, କ'ଣ କରିବାକୁ ଯାଉଛୁ, ସେ ପର୍ଯ୍ୟନ୍ତ କାହାରିକୁ କହିନଥିଲା। ତାପରେ ଯାଇ 3 ଦିନର ରାସ୍ତା ସେ ଚାଲି ପରମେଶ୍ୱରଙ୍କର କହିଥିବା ସେହି ଜାଗାକୁ ସେ ପହଞ୍ଚିଲେ। ଯେତେବେଳେ ସେମାନେ ଯାଉଥିଲେ ସେମାନଙ୍କୁ ମାତ୍ର କହିଲେ ଯେ ଆମେ ପରମେଶ୍ୱର କହିଥିବା ଜାଗାକୁ ଆମେ ଯାଉଅଛୁ। ଆଉ ପରମେଶ୍ୱର ଏକ ଆଦେଶ କରିଛନ୍ତି ବା ଏକ କାର୍ଯ୍ୟ କରିବା ପାଇଁ ସେ କହିଛନ୍ତି, ଏଥିପାଇଁ ଆମେ ଯାଉଛୁ। ଆଉ ସେହି ସାମଗ୍ରୀକୁ ଦେଖି ଅବଶ୍ୟ ସେମାନେ ମନେ ପକାଇଥିବେ ଯେ ଆମେ ନିଶ୍ଚୟ ବଳି କରିବା ପାଇଁ ଯେକୌଣସି ଜାଗାରେ ଆମେ ପରମେଶ୍ୱରଙ୍କ ନିମନ୍ତେ ବଳି କରିବା ପାଇଁ, ବଳି ଚଢ଼ାଇବା ପାଇଁ ଆମେ ଯାଉଅଛୁ। କିନ୍ତୁ କାହାକୁ ସେ ବଳି ଚଢ଼ାଇବେ, କେଉଁ ପଶୁକୁ ସେ ବଳି ଚଢ଼ାଇବେ, ଏ ବିଷୟରେ କାହାକୁ ଜଣା ନଥିଲା। ତାପରେ 3ୟ ଦିନରେ ସେ ସେହି ଜାଗାକୁ ପହଞ୍ଚିଲେ, ଯେ ମରିଆ ଜାଗାକୁ, ଯେଉଁଠି ଗଲଗଥା ପାହାଡ଼, ସେହି ଜାଗାକୁ ସେ ପହଞ୍ଚି ସେଠାକୁ ସେ ତାଙ୍କର ଦୃଷ୍ଟି ଉଠାଇ ଦେଖିଲେ। ଆଉ ସେହି ଜାଗାକୁ ଯେତେବେଳେ ପହଞ୍ଚିଲେ, ସେହି ଜାଗା ଥିଲା ଯେଉଁ ଜାଗାରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବଳି କରାଯାଇଥିଲା, ଯାହାକୁ କୁହନ୍ତି କି କପାଳ ନାମକ ଜାଗା। ଗଲଗଥାର କପାଳ ନାମକ ପାହାଡ଼, ଏକ କପାଳ ପରି ଥିବା ଏକ ପାହାଡ଼। ସେଠାରେ ସେ ଯାଇକି ଯେତେବେଳେ ପହଞ୍ଚିଲେ, ଉର୍ଦ୍ଧ୍ୱ ଦୃଷ୍ଟି କରି ସେ ଦେଖିଲେ ସେ ପାହାଡ଼ ଦେଖିବା ପାଇଁ ଭଲ ସୁନ୍ଦର ମଧ୍ୟ ଥିଲା। ଆଉ ସେଠାରେ ଯାଇ ତାହାକୁ ବଳି ଉତ୍ସର୍ଗ କରିବା ପାଇଁ ସେ ପ୍ରସ୍ତୁତ ହେଲେ। ଆଉ ସେହି ଜାଗାରେ ହିଁ ଆଉ ବର୍ତ୍ତମାନ ଯୀଶୁ ଖ୍ରୀଷ୍ଟଙ୍କୁ ମଧ୍ୟ ସେହି କପାଳ ନାମକ ଜାଗାରେ କ୍ରୁଶରେ ଚଢ଼ା ଯାଇଥିଲା। ଏଠାରେ ଆମମାନେ ଯେତେବେଳେ ଦେଖୁ, ସେ ତାର ପୁତ୍ର ଇସାକକୁ ନେଇ ପାହାଡ଼ ଉପରକୁ ଚଢ଼ିବା ପୂର୍ବରୁ ତାହାର ଦାସମାନଙ୍କୁ ସେ କହିଲେ, ତୁମେ ଏଠାରେ ରହିଥାଅ, ଗଧ ଆଉ ତୁମେ ଏଠାରେ ରହିଥାଅ, ଆମେ ପରମେଶ୍ୱରଙ୍କୁ ସେ ପାହାଡ଼ରେ ଆମେ ଆରାଧନା କରି, ଆମେ ପରମେଶ୍ୱରଙ୍କ ଠାରେ ପ୍ରାର୍ଥନା କରିବା, ଆରାଧନା କରି ଆମେ ପୁନର୍ବାର ଫେରି ଆସିବୁ। ଏଠାରେ ସେ ଏମିତି କହୁନାହାନ୍ତି ଯେ ଆମେ ଯାଉଛୁ ଆଉ ମୁଁ ଫେରି ଆସିବି, ତାକୁ ବଳି କରିଦେବି ଆଉ ମୁଁ ଫେରି ଆସିବି, ଏହି ପ୍ରକାର ସେ କହୁନାହାନ୍ତି। ସେ କହିଲେ ଆମେ ଯାଉଛୁ, ପୁଣି ଆମେ ଫେରି ଆସିବୁ। 2 ଜଣ ଯାଉଛୁ, 2 ଜଣ ଫେରି ଆସିବୁ, ତାର ଅର୍ଥ। କିନ୍ତୁ ଏଠାରେ ଆମମାନେ ଧ୍ୟାନ ଦେଉ, ସେ ପରମେଶ୍ୱରଙ୍କ ଉପରେ ତାର ଏତେ ବିଶ୍ୱାସ ଥିଲା। ସେ ଜାଣିଥିଲେ ଯେ ପରମେଶ୍ୱର ବଳି କରିବା ପାଇଁ କହିଛନ୍ତି ସତ, କିନ୍ତୁ ପରମେଶ୍ୱର ତାହାକୁ ଜୀବିତ ମଧ୍ୟ କରିବେ। ପରମେଶ୍ୱରଙ୍କ ହାତରେ ସମସ୍ତ ଶକ୍ତିର ଆଧାର ରହିଅଛି। ତେଣୁ ମୁଁ ବଳି କରିବି ସତ, କିନ୍ତୁ ପରମେଶ୍ୱର ତାହାକୁ ଜୀବିତ କରିଦେବେ ଆଉ ମୁଁ ତାହାକୁ ନେଇକି ଆସିବି।
ଏହି ବିଶ୍ୱାସରେ ସେ କହିଲେ ଆମେ ଯାଉଛୁ ଆଉ ପୁନର୍ବାର ଆମେ ଫେରି ଆସିବୁ। ଠିକ୍ ସେହି ଜାଗାରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେଠାରେ କ୍ରୁଶାର୍ପିତ କରାଯାଇଥିଲା ଆଉ ତାକୁ ମାରାଗଲା। ପୁଣି ସେ ମୃତ୍ୟୁରୁ ତୃତୀୟ ଦିନରେ ସେ ପୁଣି ଥରେ ସେ ଜୀବିତ ହେଲେ। ଏହା ସେଇ ଆବ୍ରାହମଙ୍କର ବିଶ୍ୱାସକୁ ଦର୍ଶାଏ, ଯେଉଁ ଆବ୍ରାହମ କହିଥିଲେ ଯେ ଆମେ ବର୍ତ୍ତମାନ ଯାଉଛୁ ପରମେଶ୍ୱରଙ୍କୁ ଆରାଧନା କରିବା ପାଇଁ, କିନ୍ତୁ ପୁନର୍ବାର ଆମେ ଫେରି ଆସିବୁ। ଆମେ ବଳି କରିବା ପାଇଁ ମୁଁ ଯାଉଅଛି ଆଉ ପୁନର୍ବାର ମୋର ପୁତ୍ର ଜି ଉଠିବ ଆଉ ତାହାକୁ ମୁଁ ନେଇକି ଆସିବି। ସେହି ପ୍ରକାରେ ଯୀଶୁ ଖ୍ରୀଷ୍ଟ ସେ ବଳି ହେଲେ ଆଉ ପୁନର୍ବାର ସେ ଜୀବିତ ହେଲେ। ତୃତୀୟ ଦିନରେ ସେ ଜୀବିତ ହେଲେ। କାରଣ ଆବ୍ରାହମଙ୍କର ବିଶ୍ୱାସ ଥିଲା, ତା ପୂର୍ବରୁ ପରମେଶ୍ୱର ତାଙ୍କୁ କହିଥିଲେ ଯେ ଇସାକ ହିଁ ତମର ସନ୍ତାନ ହେବ ଆଉ ଇସାକ ହିଁ ତୋର ମୂଳ ପୁରୁଷ ହେବ ଆଉ ଇସାକଙ୍କ ଦେଇ ମୁଁ ବହୁ ବଂଶ କରିବି। ତେଣୁ ସେ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କରିଥିଲେ ଯେ ପରମେଶ୍ୱର କହିଛନ୍ତି ଅବଶ୍ୟ ସତ, କିନ୍ତୁ ମୁଁ ଏହା ବି ଜାଣେ ସେ ମୋର ପୁତ୍ରକୁ ଜୀବିତ କରିପାରିବେ। ଯଦି ସେ ମରିଯିବେ ତେବେ ଆଉ ମୋର ବଂଶ ଆଗକୁ କିପରି ଆଉ ବୃଦ୍ଧି ହେବ? ପରମେଶ୍ୱରଙ୍କର ଯେଉଁ ଆଜ୍ଞା ବା ପରମେଶ୍ୱରଙ୍କର ପ୍ରତିଜ୍ଞା କିପରି ତାହା ପୁରା ହେବ? କେମିତି ସେ ତାହା ସଫଳ ହେବ? ପରମେଶ୍ୱର ମୋତେ କହିଅଛନ୍ତି ଯେ ମୁଁ ତୋର ବଂଶକୁ ଏତେ ବୃଦ୍ଧି କରିବି, ତୋର ବଂଶକୁ ମୁଁ ଆକାଶର ତାରାମାନଙ୍କ ସଦୃଶ ମୁଁ କରିବି, ମୁଁ ତୋର ବଂଶକୁ ସମୁଦ୍ରର ବାଲୁ ସଦୃଶ କରିବି। ତ ଏହି ଯେଉଁ ବାକ୍ୟ କହିଅଛନ୍ତି ତାହା କିପରି ତାହା ସଫଳ ହେବ ଯଦି ମୋର ପୁତ୍ର ଯଦି ମରିଯାଏ? ତେଣୁ ସେ ସମ୍ପୂର୍ଣ୍ଣ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କରି ସେ ଚାଲିଗଲେ। ସେ ଜାଣିଥିଲେ ଯେ ମୁଁ ବଳି କରିବି ମୋର ପୁତ୍ରକୁ, କିନ୍ତୁ ସେ ଜୀବିତ ହେବ। ତେଣୁ ସେମାନେ ତାଙ୍କ ଦାସମାନଙ୍କୁ ମଧ୍ୟ ସେ କହିଲେ ତୁମେ ଏଠାରେ ରହିଥାଅ, ଆମେ ପ୍ରାର୍ଥନା କରି ଆରାଧନା କରି ଆମେ ପୁନର୍ବାର ଫେରି ଆସିବୁ। That's why the Abraham was the righteous person. ଓ ସେ ଏକ ଧାର୍ମିକ ବ୍ୟକ୍ତି ଥିଲେ। ଆବ୍ରାହମ ଏକ ବିଶ୍ୱାସୀ, ଏକ ଧର୍ମୀ ବ୍ୟକ୍ତିରେ ଗଣିତ ହେଲେ। କାରଣ ସେ ଜାଣିଥିଲେ ଯେ ପରମେଶ୍ୱର ତାଙ୍କର ପ୍ରତିଜ୍ଞାକୁ, ତାଙ୍କର ଶପଥକୁ କେବେ ସେ ହରାଇବେ ନାହିଁ, କେବେ ସେ ମିଛ କୁହନ୍ତି ନାହିଁ। ପରମେଶ୍ୱର କେବେ ତାଙ୍କର ପ୍ରତିଜ୍ଞାକୁ କେବେ ସେ ହାରନ୍ତି ନାହିଁ। ତାହା ଆବ୍ରାହମଙ୍କର ପରମେଶ୍ୱରଙ୍କ ପ୍ରତି ଦୃଢ଼ ବିଶ୍ୱାସ ଥିଲା। ତେଣୁ ସେ ତାର ପୁତ୍ରକୁ ସେ ବଳି କରିବା ପାଇଁ ସେ ପଛକୁ ହଟିଲେ ନାହିଁ। ସେ ଜାଣିଥିଲେ ଯେ ମୋର ପୁତ୍ରକୁ ସେ ଆଜି ହିଁ ସେ ଜୀବିତ କରିଦେବେ। ତେଣୁ ସେ ପ୍ରସ୍ତୁତ ହୋଇ ବିଶ୍ୱାସର ସହିତ ବିନା କ୍ୱେଶ୍ଚିନ୍, ୱିଦାଉଟ୍ ଏନି କ୍ୱେଶ୍ଚିନ୍, ଯେକୌଣସି ପ୍ରଶ୍ନ ନ କରି ତାର ପୁତ୍ରକୁ ଧରି ସେ ସେହି ପର୍ବତକୁ ସେ ଚାଲି ପଡ଼ିଲେ। ଆବ୍ରାହମ ତାର ପୁତ୍ରକୁ ସେ ପାହାଡ଼ ଉପରକୁ ନେଇଗଲେ। ନେବା ପୂର୍ବରୁ ସେ ତାର ଦାସମାନଙ୍କୁ କହିଲେ ଯେ ତମେ ଏଠାରେ ରହିଥାଅ ଆଉ
ଆମେ କେବଳ 2 ଜଣ ସେଠାକୁ ଯିବୁ। ଠିକ୍ ସେହି ପ୍ରକାରେ ପିତା ଆଉ ପୁତ୍ର କରି ସେଠାକୁ ଗଲେ। ଯୀଶୁ ଖ୍ରୀଷ୍ଟଙ୍କ ସମୟରେ ମଧ୍ୟ ଆମମାନେ ଦେଖିବାକୁ ପାରୁଅଛୁ, ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ ସମୟରେ ଲଗଭଗ 12 ଠାରୁ 3ଟା ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ସମୟରେ ଘୋର ଅନ୍ଧକାର ଛାଇ ରହିଲା। 12ଟାରୁ 3ଟା ପର୍ଯ୍ୟନ୍ତ 3 ଘଣ୍ଟାର ସମୟ ଅନ୍ଧକାର ସମୟ ଥିଲା। ଆଉ ପରମେଶ୍ୱରଙ୍କର ଯୋଜନା ଏହା ଯେ ସେ କାର୍ଯ୍ୟକୁ ଆଉ କେହି ନ ଦେଖନ୍ତୁ, କେବଳ ପିତା ଏବଂ ପୁତ୍ର ହିଁ ଜାଣନ୍ତୁ। କେବଳ ପିତା ଏବଂ ପୁତ୍ର ହିଁ ସେହି କାର୍ଯ୍ୟକୁ ଜାଣନ୍ତୁ। ଏଥିପାଇଁ ସେ 3 ଘଣ୍ଟା ସମୟ ଅନ୍ଧକାରର ସମୟ ଥିଲା। ଆଉ ଏଠାରେ ମଧ୍ୟ ଆବ୍ରାହମଙ୍କ ଜୀବନରେ ଦେଖୁଛୁ, ସେ ଆବ୍ରାହମ ଏବଂ ତାର ପୁତ୍ର କେବଳ 2 ଜଣ ସେଠାକୁ ଗଲେ। ଆଉ କେହି ଆଉ ସେମାନଙ୍କର କଥାକୁ ନ ଜାଣନ୍ତୁ, ଅନ୍ୟ ଲୋକ ଆଉ କେହି ସେମାନଙ୍କର କଥାକୁ ନ ଦେଖନ୍ତୁ। ଏଥିପାଇଁ ଯୀଶୁ ଖ୍ରୀଷ୍ଟଙ୍କର ବଳି ଏବଂ ଏହି ଆବ୍ରାହମ ଏବଂ ତାଙ୍କ ପୁତ୍ର ଇସାକଙ୍କ ବଳି ସହିତ ଏହା ବହୁତ ଏକ କ୍ଲୋଜ ବାକ୍ୟଟି ମିଶୁଅଛି। ଯେତେବେଳେ ଆବ୍ରାହମ ଏବଂ ଇସାକ ଦୁହେଁ ସେ ପାହାଡ଼କୁ ଚାଲିଦେଲେ, ଇସାକ କାଠ ଧରିଲା ଆଉ ଆବ୍ରାହମ ଛୁରୀ ଆଉ ନିଆଁ ଯାହା ବି ଧରବା କଥା ସେ ଧରିଲେ ଆଉ ଚାଲିଲେ। ଚାଲୁ ଚାଲୁ ଅଧା ରାସ୍ତାରେ ପାହାଡ଼ରେ ଇସାକ ତାଙ୍କର ପିତା ଆବ୍ରାହମକୁ ପଚାରୁଛନ୍ତି, ହେ ପିତା। ଆଉ ସେହି ସମୟରେ ଆବ୍ରାହମ କହିଲେ, ହଁ ପୁତ୍ର, କ'ଣ ହେଲା? ଇସାକ କହିଲେ ଯେ ଆମମାନେ ବର୍ତ୍ତମାନ ବଳି କରିବା ପାଇଁ ଯାଉଛୁ, ତ ଆମମାନଙ୍କ ପାଖରେ ବଳି କରିବା ପାଇଁ ସାମଗ୍ରୀ ସମସ୍ତ ଅଛି, କାଠ ଅଛି, ଛୁରୀ ଅଛି, ନିଆଁ ଅଛି, କିନ୍ତୁ ଆମମାନଙ୍କ ନିମନ୍ତେ ମେଣ୍ଢା କାହିଁ? ଇଟ୍ ୱାଜ୍ ଦ ରାଇଟ୍ କ୍ୱେଶ୍ଚିନ୍। ଆମମାନେ ମଧ୍ୟ ବେଳେବେଳେ ଏମିତି ଉଚିତ ପ୍ରଶ୍ନ ଆମମାନେ କରିଥାଉ। ଇସାକ ତାଙ୍କ ପିତାଙ୍କୁ ସେ ଉଚିତ ପ୍ରଶ୍ନ ସେ କରିଥିଲେ, ହେ ପିତା, ଆମ ପାଖରେ ସବୁ ଅଛି, କିନ୍ତୁ ମେଣ୍ଢା କାହିଁ? ଆମେ ହୋମ ବଳି କରିବା ପାଇଁ ଆମେ ଯାଉଛୁ, କିନ୍ତୁ ଆମମାନଙ୍କ ପାଖରେ ସେ ବଳି କରିବା ପାଇଁ ସେ ଜନ୍ତୁ କାହିଁ? ସେହି ସମୟରେ ଆବ୍ରାହମ ଜବାବ ଦେଉଛନ୍ତି ଯେ, ହେ ମୋର ପୁତ୍ର, ସେହି ମେଣ୍ଢା, ସେହି ପଶୁକୁ ପରମେଶ୍ୱର ଆମମାନଙ୍କୁ ଦେବେ। ପରମେଶ୍ୱର ସେହି ସମୟରେ ବଳି କରିବା ସମୟରେ ସେ ଆମମାନଙ୍କୁ ଦେବେ। ଏଠାରେ ବିଚାର କରିବା କଥା, ସେ କ'ଣ ବଳି କରିବା ସମୟରେ ସତରେ ସେ ମେଣ୍ଢା କି ବଳି କରିବା ପାଇଁ ପଶୁକୁ ସେ ଯୋଗାଇ ଦେବେ, ଏ କଥାକୁ ସେ ଜାଣିଥିଲେ? ସେ କହିପାରିଥାନ୍ତେ ଯେ ସେହି ବଳି ପଶୁ ବା ବଳି ତୋତେ ହିଁ କରାଯିବ, ତୁ ହିଁ ପଶୁ ହେବୁ ବା ତୁ ହିଁ ପଶୁ ପରି ବଳି ହେବୁ। ଏହି ପ୍ରକାର ସେ ସେଠାରେ ତାକୁ କହିବା କଥା, କିନ୍ତୁ ତାହା ନ କହି ସେ କହିଲା,
परमेश्वर उपाय करेंगे, परमेश्वर देवे। एठारे अब्राहम विश्वासर सहित से कहिले जे मते परमेश्वर सेठारे जगै देवे, जहाँ करेंगे परमेश्वर करेंगे। आओ संपूर्ण भाव से परमेश्वर उपरे भरोसा थिला। एथिपाई से कहिले जे परमेश्वर सेठारे जगाइबे। आउ एही विश्वासर सहित से चलिले। आउ से पहाड़ को पहुँचला परे वेदी निर्माण कले। वेदी निर्माण कला परे तार पुत्र को से वेदी रे शुआई देले। वेदी रे जेतेबेले शुआइले, एठारे आमने देखा पारुअछु जे सिंबलिक जीसु ख्रीष्टंकर सिंबल ईसा को आमने देखा पारुअछु। आउ जीसु ख्रीष्ट ईसाकर सिंबल आमने देखा पारुअछु। एठारे ध्यान दियंतु, जेतेबेले तार पुत्र को से वेदी उपरे शुआई देला, तार पुत्र ईसाक से जड़े भेंडिया थिला। आओ तार पुत्र तार पिता जे बुढ़ा थिला, सी जदि चाही था तार पिता को कुआड़े धक्का मारी से पलि जाई था, किंतु ताहा से कले नहीं। आओ से आराम से वेदी रे से तार पिता जेतेबेले बांधिकी रखिले, से आराम से सेठारे रहिले। जेमिति कि एक जड़े बलि करवा लोक जेकोसी पशु को से बलि करे, पशु बा से मेढ़ा शांति रे ठिया होई थाए, से छटपटाए नहीं, से शांति रे ठिया होई थाए। ठीक सही प्रकार ईसा को मध्य एठारे शांति रे ठिया हेबार माने बा शांति रे रहिबार विषय आमने देखुछु। जेमिति कि जीसु ख्रीष्ट मध्य जेतेबेले ताहाको लोके मारिले, पिटिले, बलि कले, से शांति रे रहिले, से काहाको किछि कहिले नाही। जेमिति कि जिसाय 53:7 पदरे लेखा अछि जे मेंढा बध करिवार विषय रे, जेतेबेले एक मेंढा को बध करा जाए, बलि करा जाए, से चुपचाप ठिया होई थाए। ठीक सही प्रकार आम माने एठारे ईसा को देखुछु, से चुपचाप से वेदी रे से सोई पड़िले। एठारे ध्यान देवार विषय जे जेतेबेले ईसा को से चुपचाप होई सोई पड़िले, से मनेकर से चाही था तार पिता को से प्रश्न करवा पाई, जवाब देवा पाई, तो से अनेक प्रश्न से पचारि था जे कही था, हे पिता, ये केंती क्या परमेश्वर जे से मनुष्य को बलि करा पाई कहूअछि, से केंती क्या परमेश्वर से एक मनुष्य को से खाइबा पाई कहूअछि। यही प्रकार अनेक सवाल से करि थांता, अनेक प्रश्न से करि थांता, किंतु से कौन से प्रश्न से कले नाही, किंबा तारो पिता को से कौन से जवाब से देउ नाहंते। से जदि चाही था तार पिता को से अनेक कथा कही, किंबा मु मोर जीवन को मु कि प्रकार मु देवी, मु केमिति आज मु मरीजीवी, मु मरवा को चाहे नाही बोले से तारो उल्टा तार बापा को से गाली करी किंबा मारी
ତାକୁ ଧକ୍କା ମାରି ସେ ପଳାଇ ଯାଇଥାନ୍ତା। କିନ୍ତୁ ଏଠାରେ ଆମମାନଙ୍କୁ ଶିଖିବାର ବିଷୟ ମିଳୁଛି ଯେ କି ପ୍ରକାର ସେ ଶାନ୍ତିରେ ରହିଗଲା, କି ପ୍ରକାର ସେ ତାର ପିତାଙ୍କର ଆଜ୍ଞାକୁ ସେ ପାଳନ କଲା। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମମାନେ ଠିକ୍ ସେହି ପ୍ରକାରେ ଯୀଶୁ ଖ୍ରୀଷ୍ଟଙ୍କ ଜୀବନ ମଧ୍ୟ ଆମେ ଦେଖୁଅଛୁ। ଯୀଶୁ ଖ୍ରୀଷ୍ଟଙ୍କୁ ମଧ୍ୟ ଯେତେବେଳେ ଲୋକେ ମାରିଲେ, ତାକୁ ତା ଉପରେ କରଡ଼ା ପ୍ରହାର କଲେ, ତାକୁ ଅନେକ ନିନ୍ଦା କଥା କହିଲେ, ତାକୁ ବର୍ଚ୍ଛାରେ ତାକୁ ମାରିଲେ, ତାକୁ ଭୁସିଲେ, ତା ଉପରେ ଥୁଙ୍କିଲେ, ତଥାପି ସେ ପାଟି ଫିଟେଇଲେ ନାହିଁ। He did not open his mouth and he did not say anything against of the people. ଲୋକମାନଙ୍କ ବିରୁଦ୍ଧରେ ସେ କୌଣସି କଥା ସେ କହିଲେ ନାହିଁ। ଉଲ୍ଟା ସେ ସେମାନଙ୍କୁ କ୍ଷମା କରିବା ପାଇଁ ପିତାଙ୍କଠାରେ ସେ ପ୍ରାର୍ଥନା କରୁଛନ୍ତି। ଆଉ ସେ ଜାଣିଥିଲେ ମୁଁ ତା ପୂର୍ବରୁ ସେ କହିଥିଲେ ଯେ ମୁଁ ତୃତୀୟ ଦିନରେ ମୁଁ ଜୀବିତ ହେବି। ତୃତୀୟ ଦିନରେ ମୁଁ ଜୀବିତ ହେବି। ତେଣୁ ସେହି ପ୍ରଭୁ ଯୀଶୁ ଶାନ୍ତିରେ ବର୍ତ୍ତମାନ ସହି ଯାଉଛନ୍ତି। ଯୀଶୁ ଖ୍ରୀଷ୍ଟ ସେତେବେଳେ କ୍ରୁଶରେ ଥାଇ ସେ କହିଲେ, ହେ ପିତା, ମୋର ଇଚ୍ଛା ନାହିଁ କିନ୍ତୁ ତୁମରି ଇଚ୍ଛା ସଫଳ ହେଉ, ତୁମରି ଇଚ୍ଛା ସଫଳ ହେଉ। ଆଉ ଏଠାରେ ଆମମାନେ ଇସାକଙ୍କୁ ମଧ୍ୟ ଆମେ ଦେଖୁଅଛୁ। ସେ ଜଣେ ଯୌବନ ଅବସ୍ଥାର ଲୋକ। ଆଉ ସିଏ ମନେକର ବାହା ହେଇଥାନ୍ତା, କେତେଟା ଛୁଆ ହେଇଥାନ୍ତା, 33-34 ବର୍ଷର ବୟସର ଭେଣ୍ଡିଆ ଲୋକଟା, ଯୌବନ ଲୋକଟା, ସେ ଚୁପଚାପ ହୋଇ ରହୁଅଛି। ଆଉ ହେ ପିତା, ମୋର ଇଚ୍ଛା ନାହିଁ, ହେ ମୋର ପିତା, ମୋର ଇଚ୍ଛା ନାହିଁ କିନ୍ତୁ ତମର ଇଚ୍ଛା ଅନୁସାରେ ତମେ ମାର କିମ୍ବା ମୋତେ ବଞ୍ଚାଅ, ତମର ଇଚ୍ଛା ସଫଳ ହେଉ। ଯୀଶୁ ଖ୍ରୀଷ୍ଟଙ୍କର ଜୀବନ ଏବଂ ଇସାକଙ୍କର ଜୀବନ ଆମମାନେ ଏକ ସମାନତାକୁ ଆମେ ଦେଖୁଅଛୁ। ଇସାକକୁ ବିଶ୍ୱାସ ଥିଲା ଯେ ମୋତେ କିଛି ହେବ ନାହିଁ। ଆଉ ସେ ଚୁପଚାପ ସେ ଯୀଶୁଙ୍କ ପରେ ରହିଗଲେ। କିନ୍ତୁ ଆଜି ଆମମାନଙ୍କ ଜୀବନରେ କି ପ୍ରକାର ବିଶ୍ୱାସ, ଆମମାନେ କେତେ ପ୍ରଭୁଙ୍କ ଠାରେ ଭରସା ରଖୁଅଛୁ। ଆମମାନଙ୍କ ଜୀବନରେ ଯଦି ଯେକୌଣସି ସମସ୍ୟା ଆସିଯିବ, ଆମମାନେ ଟିକେ ଛୋଟ ସମସ୍ୟା ପାଇଁ ମଧ୍ୟ ଆମମାନେ ଚିନ୍ତା ହେଉଛୁ। ଛୋଟ ରୋଗ ଆସିଲେ ମଧ୍ୟ ଆମମାନେ ଡରି ଯାଉଛୁ ଯେ ମୋର ଜୀବନ କେମିତି ହେବ, ମୋର ପରିବାର କେମିତି ହେବ, ମୋର ପିଲାମାନେ କେମିତି ହେବେ, ଆମର କେମିତି ଏ ରୋଗରୁ ଆମମାନେ ସୁସ୍ଥ ପାଇବା, ଏହି ସମସ୍ୟାରୁ କେମିତି ଆମମାନେ ଉଦ୍ଧାର ପାଇବା। ଆମମାନେ ଅନେକ ବିଷୟ ନେଇ ଆମମାନେ ଚିନ୍ତିତ ହେଉ। କିନ୍ତୁ ଏଠାରେ ଆମମାନେ ଦେଖୁଛୁ ଇସାକ, ସେ ତାର ଜୀବନ ଯାଉଛି ତଥାପି ତାର ଚିନ୍ତା ନାହିଁ।
ତାର ଜୀବନ ଯାଉଛି, ତାର ପିତା ତାକୁ ହତ୍ୟା କରିବାକୁ ଯାଉଛି, ତଥାପି ସିଏ ଚିନ୍ତା କିଛି କରୁନାହିଁ। ସେ ଜାଣିଛି ମୋର ପିତା ଯାହା କରିବାକୁ ଯାଉଛି ତାହା ସେ ଜାଣିକି କରୁଛି। ସେ ଜାଣିଛି ଯେ ମୋର ପିତା ମୋର ଶତ୍ରୁ ନୁହନ୍ତି। ସେ ଜାଣିଛି ମୋର ପିତା ମୋତେ କେବେ ହେଲେ ସେ ମୋର ଅସୁବିଧାର କାରଣ ସେ କରିବ ନାହିଁ। ଯାହା ବି ହେବ ତାହା ପରମେଶ୍ୱରଙ୍କର ଇଚ୍ଛା ଅନୁସାରେ ହିଁ ହେବ। ତେଣୁ ସେ ଚୁପଚାପ ହୋଇ ରହିଲେ। କିନ୍ତୁ ଆଜି ଆମମାନଙ୍କ ଜୀବନର ବିଷୟକୁ ଯଦି ଆମେ ଚିନ୍ତା କରୁ, ତେବେ ଆମେ ଆମମାନଙ୍କର ବିଚାରକୁ, ଆମମାନଙ୍କର ଚିନ୍ତାକୁ ଆମେ ପରମେଶ୍ୱରଙ୍କ ଉପରେ ଆମେ ରଖୁନାହୁଁ। ଆମେ ପରମେଶ୍ୱରଙ୍କ ଉପରେ ଆମେ ରଖୁନାହୁଁ। ଆମେ କେବଳ ଆମ ଉପରେ ହିଁ ସେହି ସମସ୍ୟାକୁ ସମାଧାନ କରିବା ପାଇଁ ଆମେ ଚେଷ୍ଟା କରୁଛୁ। କେମିତି କରିବି, କେମିତି ସମାଧାନ କରିବି, କେମିତି ମୁଁ ଠିକ୍ କରିବି, କେମିତି ମୁଁ ଠିକ୍ ହେବି, କେମିତି ମୁଁ ସଫଳତା ହେବି। We are thinking ourselves. But Isaac, everything he kept his faith on his father and his God. ସେ ତାଙ୍କ ପିତାଙ୍କ ଉପରେ ଭରସା ଏବଂ ପରମେଶ୍ୱରଙ୍କ ଉପରେ ଭରସା ରଖିଲା। ତେଣୁ ଯୀଶୁଖ୍ରୀଷ୍ଟ ମଧ୍ୟ ସେ ଏହି ପ୍ରକାର ପ୍ରାର୍ଥନା କଲେ, ପିତା, ମୋର ଇଚ୍ଛା ନୁହଁ କିନ୍ତୁ ତୁମର ଇଚ୍ଛା ସଫଳ ହେଉ। ଯେଉଁ ପର୍ଯ୍ୟନ୍ତ ପରମେଶ୍ୱର ଆମମାନଙ୍କ ଜୀବନରେ ସମସ୍ୟା ଆସିବା ପାଇଁ ଅନୁମତି ଦେବେ ନାହିଁ, ସେ ପର୍ଯ୍ୟନ୍ତ ଆସିପାରିବ ନାହିଁ। When God allow the problems to come into our lives, then it will come to our lives. Otherwise, ବିନା ପରମେଶ୍ୱରଙ୍କ ଅନୁମତିରେ କୌଣସି ସମସ୍ୟା ଆମମାନଙ୍କ ଜୀବନରେ ଆସିବ ନାହିଁ। ଲେଖା ଅଛି ଯେ ଅବ୍ରାହମ କାର୍ଯ୍ୟ ଦ୍ୱାରା ସେ ଧାର୍ମିକ ଗଣିତ ହେଲେ, କେବଳ ବିଶ୍ୱାସ ଦ୍ୱାରା ନୁହଁ। ସେ ଜାଣିଥିଲା ଯେ ମୋର ପୁତ୍ରକୁ କିଛି ବି ହେବ ନାହିଁ। ପରମେଶ୍ୱର ସେ ଦେଇଅଛନ୍ତି ଆଉ ସେ ରକ୍ଷା କରିବେ। କାରଣ ସେ ଏହା ବି ଜାଣିଥିଲା ଇଏ ମୋର ପୁତ୍ର ନୁହଁ, ଇଏ ପରମେଶ୍ୱରଙ୍କର ପୁତ୍ର। କାରଣ ପରମେଶ୍ୱର ମୋତେ ବୃଦ୍ଧ ଅବସ୍ଥାରେ, ଯେଉଁ ଅବସ୍ଥାରେ ମୋତେ ସନ୍ତାନ ନ ହେବା କଥା, ଯେତେବେଳେ ଆମମାନଙ୍କର ସମୟ ସବୁ ପାର ହୋଇଯାଇଥିଲା, ସନ୍ତାନ ହେବାର କୌଣସି ବୟସ ସୀମା ଆଉ ନଥିଲା, ଆଉ ଧାର୍ମିକ ଋତୁ ଧର୍ମ ସବୁ ଶେଷ ହୋଇଯାଇଥିଲା, ସେହି ସମୟରେ ପରମେଶ୍ୱର ଦେଇଅଛନ୍ତି ତ ଇଏ ମୋର ସନ୍ତାନ ନୁହଁ, କେବଳ ଇଏ ମୋର ସନ୍ତାନ ନୁହଁ, ଇଏ ପରମେଶ୍ୱରଙ୍କର ଦିଆହେଇଥିବା ପରମେଶ୍ୱରଙ୍କର ସନ୍ତାନ। ତେଣୁ ସେ ପରମେଶ୍ୱର ମାଗୁଅଛନ୍ତି, ତେବେ ମୁଁ ମନା କରିପାରିବି ନାହିଁ। ସେହି ବିଶ୍ୱାସରେ ସେ ଚାଲି ପଡ଼ିଲେ ଆଉ ପରମେଶ୍ୱରଙ୍କ ନିକଟରେ ସେ ସମ୍ପୂର୍ଣ୍ଣ ସେ ନିଜକୁ ସମର୍ପିତ କରିଦେଲେ। ତେଣୁ ଆମମାନଙ୍କର ବିଶ୍ୱାସ କାର୍ଯ୍ୟରେ ପରିଣତ ହେବାର ଅଛି। ଆମମାନଙ୍କର ବିଶ୍ୱାସ କ୍ରିୟାରେ ପରିଣତ ହେବାର ଅଛି। ତେବେ ଯାଇ ଆମମାନେ ତାହା ସାକ୍ଷ୍ୟ ଆମମାନେ ରଖିପାରିବା। ଯେବେ ତାହା କ୍ରିୟାରେ ପରିଣତ ହେବ, ତେବେ ସେ ଏକ ସାକ୍ଷ୍ୟରେ ପରିଣତ ହେବ।
ଯୀଶୁ ଖ୍ରୀଷ୍ଟ ଯେତେବେଳେ ସେ କ୍ରୁଶାର୍ପିତ ହେଲେ, ସେହି ସମୟର କଥା ଯଦି ଆମେ ମନେ ପକାଉ, ସେ କ୍ରୁଶରେ ସକାଳ 9ଟାରୁ 3ଟା ସମୟ ପର୍ଯ୍ୟନ୍ତ ସେ କ୍ରୁଶ ଉପରେ ରହିଲେ। ଆଉ ସେହି ସମୟ ମଧ୍ୟରେ ସେ କେବଳ 7ଟି ବାଣୀ ହିଁ କହିଥିଲେ। ଆଉ ସେ ଅନ୍ୟ କୌଣସି ସେ କହିନଥିଲେ। ସେ ଚୁପଚାପ ସମସ୍ତ କଷ୍ଟକୁ ସେ ସହିନେଲେ। ଠିକ୍ ସେହି ପ୍ରକାରେ ଏଠାରେ ଆମେ ଦେଖୁଛୁ ଆବ୍ରାହମ ଏବଂ ଇସାକଙ୍କ ଘଟଣାରେ ମଧ୍ୟ ଇସାକ ସେ ଚୁପଚାପ ରହି ସେ ଯେତେବେଳେ ତାର ପିତା ସମସ୍ତ ସଜାଇ ତାକୁ ବେଦୀ ଉପରେ ଶୁଆଇ ଦେଲେ ଆଉ ତାକୁ ମାରିବା ପାଇଁ ଚାକୁ ଉଠାଇଲେ, ସେହି ସମୟ ପର୍ଯ୍ୟନ୍ତ ସେ ଆଉ କିଛି କହୁନାହାନ୍ତି। ଯେତେବେଳେ ସେ ଚାକୁ ମାରିବା ପାଇଁ ସେ ବଢ଼େଇଲେ, ଠିକ୍ ସେହି ସମୟରେ ପରମେଶ୍ୱର ଆବ୍ରାହମକୁ ସେ ଡାକି କହିଲେ, ଆବ୍ରାହମ, ତୁ ତୋର ପୁତ୍ରକୁ ବଧ କରିବାଠାରେ ତୁ ବନ୍ଦ କରେ, କାରଣ ମୁଁ ଜାଣିଲି ଯେ ତୁ କେତେ ମୋତେ ପ୍ରେମ କରୁଅଛୁ। ମୁଁ ଜାଣିଲି ଯେ ତୁ କେତେ ମୋତେ ବିଶ୍ୱାସ କରୁଅଛୁ, କେତେ ତୁ ପ୍ରେମ କରୁଛୁ, ମୋର ଆଜ୍ଞାକୁ ତୁ ମାନିବା ପାଇଁ କେତେ ତୁ ବିଶ୍ୱାସ ଯୋଗ୍ୟ ଅଟୁ, ତାହା ମୁଁ ଜାଣିପାରିଲି। ଏଠାରେ ପରମେଶ୍ୱର ଆମମାନଙ୍କର ବିଶ୍ୱାସକୁ ସେ ଦେଖନ୍ତି। ଆମମାନେ କେତେ ପରମେଶ୍ୱରଙ୍କ ଠାରେ ଆମେ ବିଶ୍ୱାସ କରୁଅଛୁ। ଆମମାନେ ଯେକୌଣସି ସମସ୍ୟା ଆସିଲେ ମଧ୍ୟ, ଯେକୌଣସି ପରୀକ୍ଷା ଆସିଲେ ମଧ୍ୟ ସେଠାରେ ଆମମାନେ କେତେ ବିଶ୍ୱାସର ସହିତ ଆମେ ଠିଆ ହେଉଛୁ। ଏଠାରେ ପରମେଶ୍ୱର ଆବ୍ରାହମଙ୍କର ବିଶ୍ୱାସକୁ ସେ ଜାଣିଲେ। ଆବ୍ରାହମ କେତେ ବିଶ୍ୱାସର ସହିତ ସେ ଏହି କାର୍ଯ୍ୟକୁ ସେ କରୁଥିଲେ, ଆବ୍ରାହମ ତାର ମନର କଥାକୁ ସେ ଜାଣିଲେ। ଆଉ ଆବ୍ରାହମ ମଧ୍ୟ ପରମେଶ୍ୱରଙ୍କ ବିଷୟରେ ସେ ଜାଣିଥିଲେ। ଆବ୍ରାହମ ମଧ୍ୟ ପରମେଶ୍ୱରଙ୍କ ବିଷୟରେ ଜାଣିଥିଲେ, ଆଉ ପରମେଶ୍ୱର ମଧ୍ୟ ଆବ୍ରାହମଙ୍କ ବିଷୟରେ ଜାଣିଥିଲେ। କିନ୍ତୁ ପରମେଶ୍ୱର ଯେଉଁ ପରୀକ୍ଷା କରୁଥିଲେ, ତାହା ଲୋକମାନଙ୍କୁ ଦେଖାଇବା ନିମନ୍ତେ ପରୀକ୍ଷା କରୁଥିଲେ। ଆବ୍ରାହମଙ୍କର ବିଶ୍ୱାସକୁ ଲୋକମାନଙ୍କ ନିକଟରେ ତାହା ପ୍ରକାଶ କରାଇବାର ଥିଲା। ଆବ୍ରାହମ କେତେ ବିଶ୍ୱାସ କରୁଛି, କେତେ ମୋହର ସେ ଆଜ୍ଞାକାରୀ ଅଟେ, ସେହି ବିଷୟ ପରମେଶ୍ୱରଙ୍କୁ ଭଲ ଭାବରେ ଜଣାଥିଲା। କାରଣ ପରମେଶ୍ୱର ଆମମାନଙ୍କର ଅନ୍ତରର ବିଚାରକୁ ସେ ଜାଣନ୍ତି। ସେ ଅନ୍ତର୍ଯାମୀ ପରମେଶ୍ୱର ଯାହାକୁ କୁହାଯାଏ। ତେଣୁ ସେ ଆବ୍ରାହମଙ୍କର ଅନ୍ତର ବିଚାରକୁ ସେ ଜାଣି ସେ ଏହି ପ୍ରକାର ପରୀକ୍ଷା ତା ଜୀବନରେ କଲେ, ଯାହାରି ଫଳରେ ଏହି ପରୀକ୍ଷାକୁ ଦେଖି ଅନ୍ୟମାନେ ପ୍ରମାଣିତ ହୋଇପାରିବେ ଯେ ପରମେଶ୍ୱରଙ୍କ ଉପରେ ଆମମାନଙ୍କୁ କିପରି ବିଶ୍ୱାସ କରିବା ଦରକାର, ଆଉ ପରମେଶ୍ୱର କ'ଣ ସେ କରିପାରନ୍ତି, ତାହା ସେ ପ୍ରକାଶ କରିବା ପାଇଁ ପରମେଶ୍ୱର ତାହାକୁ ପରୀକ୍ଷା କରିଥିଲେ। ଆଉ ଆବ୍ରାହମ ସେ ପରମେଶ୍ୱରଙ୍କ ବିଷୟରେ ସେ ଭଲ ଭାବରେ ସେ ଜାଣିଥିଲେ। କାହିଁକି ସେ ଜାଣିଥିଲେ? ସେ ଏମିତି ସେ ଜାଣିଥିଲେ
ଯେ ତାର ଆହ୍ୱାନ କଲା ପରେ 75 ବର୍ଷ ବୟସରୁ ପରମେଶ୍ୱର ତାହାଙ୍କୁ ଆହ୍ୱାନ କରିଥିଲେ। ଆଉ 75 ବର୍ଷ ବୟସରୁ ଆହ୍ୱାନ କରି ପରମେଶ୍ୱର ତାହାଙ୍କୁ ପ୍ରତିଜ୍ଞା କରିଥିଲେ ଯେ ମୁଁ ତୁମକୁ ସନ୍ତାନ ଦେବି ଆଉ ମୁଁ ତୁମର ବଂଶକୁ ମୁଁ ବୃଦ୍ଧି କରିବି। ଆଉ ସେହି ପ୍ରତିଜ୍ଞାକୁ ସେ ଯାଇ 100 ବର୍ଷ ଯେତେବେଳେ ପୂରିଲା ତେବେ ବୃଦ୍ଧ ବୟସରେ ସେ ଇସାକ ନାମକ ସନ୍ତାନକୁ ସେ ଦେଇଅଛନ୍ତି। ତ ସେଇ 25 ବର୍ଷ ଯେଉଁ ତାଙ୍କର ସମୟ ପାର ହେଲା, ପ୍ରତିଜ୍ଞା ପରେ 25 ବର୍ଷ ଯେଉଁ ବିତିଲା, 100 ବର୍ଷ ବୟସରେ ସେ ଯେଉଁ ସନ୍ତାନ ପ୍ରାପ୍ତ ହେଲେ। ଏ 25 ବର୍ଷ ବୟସରେ 25 ବର୍ଷର ସମୟରେ, ପ୍ରତିଜ୍ଞାର ସମୟ ଯେଉଁ ଲମ୍ବା ପିରିୟଡ଼ ଥିଲା, ସେହି ସମୟରେ ସେ ପରମେଶ୍ୱରଙ୍କୁ ଭଲ ଭାବରେ ସେ ପରୀକ୍ଷା କରିଥିଲା। ପରମେଶ୍ୱରଙ୍କର ଗୁଣକୁ ସେ ଭଲ ଭାବରେ ସେ ଚିହ୍ନି ପାରିଥିଲା। କାରଣ ଅନେକ ଥର ସେ ପାପ ପରମେଶ୍ୱରଙ୍କର ଆଜ୍ଞାକୁ ସେ ଉଲ୍ଲଂଘନ କରି ଲାଗିଲେ, ପରମେଶ୍ୱରଙ୍କ ବିରୁଦ୍ଧରେ କାର୍ଯ୍ୟ କରି ଲାଗିଲେ, ପରମେଶ୍ୱରଙ୍କ ଉପରେ ବିଶ୍ୱାସଘାତକ କରି ଲାଗିଲେ। କିନ୍ତୁ ପରମେଶ୍ୱର ସେହି ସମୟରେ ମଧ୍ୟ ତାଙ୍କୁ ସମ୍ଭାଳି ରଖିଲେ, ତାକୁ ସୁରକ୍ଷାରେ ରଖିଲେ, ତାକୁ ପ୍ରୋଟେକ୍ସନ୍ ଦେଲେ ଆଉ ଶେଷରେ ତାର ପ୍ରତିଜ୍ଞା ଅନୁସାରେ ତାକୁ ସନ୍ତାନ ବି ଦେଲେ। ତ ଏହି କଥାକୁ ଯେତେବେଳେ ଆବ୍ରାହମ ଜାଣିଥିଲା ଯେ ପରମେଶ୍ୱର ହେଉଛନ୍ତି ସର୍ବଶକ୍ତିମାନ, ପରମେଶ୍ୱର ସେ ମୋତେ କେବେ ତିରସ୍କାର କରିବେ ନାହିଁ, ସେ ମୋତେ କେବେ ଧୋକା ଦେବେ ନାହିଁ, ଏହି କଥା ସେ ଜାଣି ପରମେଶ୍ୱରଙ୍କର କହିଥିବା ଆଜ୍ଞାକୁ ସେ ପାଳନ କରିବା ପାଇଁ ପ୍ରସ୍ତୁତ ହେଲେ। ସେ ଏହା ବି ଜାଣିଥିଲେ ଯେ ପରମେଶ୍ୱର ମୋର ପୁତ୍ରକୁ ସେ ମାଗୁଛନ୍ତି, କିନ୍ତୁ ସେଥିପ୍ରତି ତା ଉପରେ ବା ତା ପଛରେ ଆଉ କୌଣସି ବଡ଼ ଯୋଜନା ପରମେଶ୍ୱରଙ୍କର ଥିବ। ଏଥିପାଇଁ ସେ ବିଶ୍ୱାସର ସହିତ ତାକୁ ପ୍ରେମ କରୁଥିବା ଏକ ଅଦ୍ୱିତୀୟ ପୁତ୍ରଙ୍କୁ ସେ ବଳି କରିବା ପାଇଁ ସେ ପଛକୁ ହେଲେ ନାହିଁ। ଏହା ଏକ ମଜବୁତ ବିଶ୍ୱାସ ଆବ୍ରାହମଙ୍କ ଜୀବନଠାରୁ ଆମକୁ ଶିଖିବାକୁ ମିଳୁଛି। ତେଣୁ ପରମେଶ୍ୱର ହେଉଛନ୍ତି ଜିହୋବା ଜିରି ପରମେଶ୍ୱର। ପରମେଶ୍ୱର ହେଉଛନ୍ତି ଜିହୋବା ଜିରି ପରମେଶ୍ୱର, ଯାହାର ଅର୍ଥ ସେ ଉପାୟ କରିବା ପରମେଶ୍ୱର। ଆବ୍ରାହମକୁ ଉପାୟ କରିଦେଲେ। ଯେତେବେଳେ ସେ ବଳି କରିବା ପାଇଁ ତାର ପୁତ୍ରକୁ ବଳି କରିବା ପାଇଁ ସେ ହସ୍ତ ଯେତେବେଳେ ସେ ଉଠାଇଲେ, ଚାକୁ ଯେତେବେଳେ ଉଠାଇଲେ, ଠିକ୍ ସେହି ସମୟରେ ପରମେଶ୍ୱର ଆୱାଜ ଦେଇ କହିଲେ ଯେ ଆବ୍ରାହମ, ତୁ ତୋର ପୁତ୍ରକୁ ବଳି କରିବା ବନ୍ଦ କର, ଆଉ ତୁ ଦେଖ ତୋର ପଛପଟେ ସେ ଜଙ୍ଗଲରେ ସେଠାରେ ଏକ ମେଣ୍ଢା ମେଷ ଅଛି, ତାହାକୁ ତୁ ମୋ ନିମନ୍ତେ ବଳି କରେ। ତ ସେଠାରେ ପରମେଶ୍ୱର କ'ଣ ଉପାୟ କରିଦେଲେ। ପୁଣି ତାପରେ ଆମେ ଏଠାରେ ଦେଖୁ, ପୁଣି ଆବ୍ରାହମ ସେହି ସ୍ଥାନର ନାମ ଜିହୋବା ଜିରି, ସଦାପ୍ରଭୁ ଜଗାଇବେ, ଯାହାର ଅର୍ଥ ଜିହୋବା ଜିରି ବୋଲି ରଖିଲେ। ଏଣୁକରି ଆଜି ଯାଏ ଲୋକେ କହନ୍ତି ପର୍ବତରେ ସଦାପ୍ରଭୁ ଜଗାଇବେ। ଆଉ ସଦାପ୍ରଭୁଙ୍କ ଦୂତ ଦ୍ୱିତୀୟ ଥର ଆକାଶରୁ ଆବ୍ରାହମକୁ ଡାକି କହିଲେ, ସଦାପ୍ରଭୁ କହୁଅଛନ୍ତି, ତୁମ୍ଭେ ଆମ୍ଭଙ୍କୁ ଆପଣାର ପୁତ୍ର
ଆପଣାର ଏକମାତ୍ର ପୁତ୍ର ଦେବାକୁ ଅସମତ ହେଲ ନାହିଁ। ଏଥିପାଇଁ ତୁମର ଏହି କର୍ମ ସକାଶୁ ଆମ୍ଭେ ଆପଣା ନାମରେ ଶପଥ କରି କହୁଅଛୁ, ଆମ୍ଭେ ତୁମ୍ଭକୁ ଅବଶ୍ୟ ଆଶୀର୍ବାଦ କରି ଆକାଶସ୍ଥ ତାରାଗଣ ଓ ସମୁଦ୍ରର ବାଲି ପରି ତୁମ୍ଭର ବଂଶ ଅତିଶୟ ବୃଦ୍ଧି କରିବା। ତୁମ୍ଭର ବଂଶ ଶତ୍ରୁଗଣର ନଗର ଦ୍ୱାର ଅଧିକାର କରିବେ। ଏହା ପରମେଶ୍ୱରଙ୍କର ଆଶୀର୍ବାଦ ଆବ୍ରାହମଙ୍କ ପ୍ରତି ହେଲା। ସେ କହିଲେ, ତୋହର ବିଶ୍ୱାସକୁ ମୁଁ ଦେଖିଲି। ତୁ ତୋର ଅଦ୍ୱିତୀୟ ପୁତ୍ରଙ୍କୁ ମଧ୍ୟ ତୁ ବଳି କରିବା ପାଇଁ, ମୋ ନିମନ୍ତେ ବଳି କରିବା ପାଇଁ ତୁ ଅସମତ ହେଲୁ ନାହିଁ। ତେଣୁ ତୋହର ବିଶ୍ୱାସକୁ ମୁଁ ଦେଖିଲି। ଏଥିପାଇଁ ମୁଁ ଆଜିଠାରୁ ତୋହର ବଂଶକୁ ଆହୁରି ବୃଦ୍ଧି କରିବି, ଆଉ ତୋହର ବଂଶକୁ ମୁଁ ମହାନ କରିବି, ଆଉ ତୋହର ନାମ ମହାନ ହେବ। ଏହି ପ୍ରକାର ପରମେଶ୍ୱର ଆବ୍ରାହମକୁ ସେ ଆଶୀର୍ବାଦ ଦେଉଅଛନ୍ତି। ମୋର ପ୍ରିୟ, ପରମେଶ୍ୱର ହେଉଛନ୍ତି ଉପାୟ କରିବା ପରମେଶ୍ୱର। ସେ ଆମମାନଙ୍କ ଜୀବନରେ ଉପାୟ କରନ୍ତି। ଆମମାନଙ୍କୁ ଚିନ୍ତା କରିବାର ଆବଶ୍ୟକ ନାହିଁ। ସେ ଜାଣନ୍ତି ଆମମାନଙ୍କୁ ଯାହା ଆବଶ୍ୟକ। ପରମେଶ୍ୱରକୁ ଜଣାଥିଲା ତାକୁ ବଳି କରିବା ପାଇଁ ଏକ ପଶୁର ଆବଶ୍ୟକ, ତାର ପୁତ୍ରର ଆବଶ୍ୟକ ନୁହଁ। ପରମେଶ୍ୱରଙ୍କୁ ସେହି ମନୁଷ୍ୟର ଆବଶ୍ୟକ ନୁହଁ। ଏଥିପାଇଁ ପରମେଶ୍ୱର ସେଠାରେ ଉପାୟ କରିଦେଲେ, ଏକ ମେଷକୁ ଆବ୍ରାହମକୁ ଯୋଗାଇ ଦେଲେ। ଆମମାନଙ୍କ ଜୀବନରେ ମଧ୍ୟ ଆମମାନେ ଯାହା ଜୀବନରେ ଆବଶ୍ୟକ ତାହା ପରମେଶ୍ୱର ସେ ଜାଣନ୍ତି, ଆଉ ସେ ଉଚିତ ସମୟରେ ସେ ଆମମାନଙ୍କୁ ଯୋଗାଇ ଦିଅନ୍ତି। କାରଣ ସେ ଜିହୋଭା ଜିରି ପରମେଶ୍ୱର। ଏଠାରେ ଆମମାନେ ଦେଖୁଅଛୁ ଯେ ଆବ୍ରାହମକୁ ପରମେଶ୍ୱର 5 ଆଶୀର୍ବାଦ ତାଙ୍କୁ ଦେଉଅଛନ୍ତି। ସେ କହିଲେ, ତୁମ୍ଭର ଏହି କର୍ମ ସକାଶୁ, ଏହି ବିଶ୍ୱାସର କର୍ମ ସକାଶୁ ଆମେ ଆପଣା ନାମରେ ଶପଥ କରି କହୁଅଛୁ। ଏଠାରେ କହୁଛନ୍ତି, ଆମ୍ଭେ ଆପଣା ନାମରେ ଶପଥ କରି କହୁଅଛୁ, ଆମ୍ଭେ ତୁମକୁ ଅବଶ୍ୟ ଆଶୀର୍ବାଦ କରିବା। ଅବଶ୍ୟ ଆଶୀର୍ବାଦ କରି ଆକାଶର ତାରାଗଣ, ନମ୍ବର 1 ଆକାଶର ତାରାଗଣ, ନମ୍ବର 2 ସମୁଦ୍ରର ବାଲି ପରି, ନମ୍ବର 3 ସେ କହିଲେ ତୁମର ବଂଶ ଅତିଶୟ ବୃଦ୍ଧି କରିବା। ତୁମର ବଂଶ ଶତ୍ରୁଗଣର ନଗର ଦ୍ୱାର ଅଧିକାର କରିବେ। ପୁଣି ସେ କହିଲେ, ପୃଥିବୀର ସମସ୍ତ ଜାତି ତୁମ୍ଭର ବଂଶ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ। ପୃଥିବୀର ସମସ୍ତ ଜାତି ତୁମ୍ଭର ବଂଶ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ, ଯେହେତୁ ତୁମ୍ଭେ ଆମର ବାକ୍ୟ ପାଳନ କରିଅଛ। ଯେତେବେଳେ ଆମମାନେ ତାହାଙ୍କର ବାକ୍ୟକୁ ପାଳନ କରିବା, ତାହାଙ୍କର ବାକ୍ୟକୁ ଯେବେ ପାଳନ କରିବା, ପରମେଶ୍ୱର ଆମମାନଙ୍କୁ କହନ୍ତି, ମୁଁ ଏ ସମସ୍ତ ଦେଉଅଛି କାରଣ ତୁମେ ମୋର ବାକ୍ୟକୁ ପାଳନ କରିଅଛ। ଆବ୍ରାହମକୁ ମଧ୍ୟ ସେ କହିଲେ, ଦେଖ ତୁମେ ମୋର ବାକ୍ୟକୁ ପାଳନ କରିଅଛ, ଏଥିପାଇଁ ମୁଁ ତୁମକୁ ଏହି ସମସ୍ତ ଆଶୀର୍ବାଦ ଦେଉଅଛି। ଆକାଶର ତାରାଗଣ ଓ ସମୁଦ୍ରର ବାଲି ପରି ତୁମର ବଂଶ ଅତିଶୟ ମୁଁ ବୃଦ୍ଧି କରିବି, ଆଉ ତୁମର ବଂଶ ଶତ୍ରୁଗଣର ନଗର ଦ୍ୱାରର ଅଧିକାରୀ ହେବେ।
ପୁଣି ପୃଥିବୀର ସମସ୍ତ ଜାତି ତୁମ୍ଭର ବଂଶ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ। ଏ ସମସ୍ତ ଆଶୀର୍ବାଦ ପରମେଶ୍ୱର ଆବ୍ରାହମକୁ ଦେଉଅଛନ୍ତି। ପରମେଶ୍ୱର ଆବ୍ରାହମକୁ କହିଲେ ଯେ ତୁମର ବଂଶ ପୁଣି ପୃଥିବୀର ସମସ୍ତ ଜାତି ତୁମର ବଂଶ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ। ତୁମର ବଂଶ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ। ପରମେଶ୍ୱର ତାହାକୁ ଆଶୀର୍ବାଦ, ତାଙ୍କର ବଂଶକୁ ସେ ଆଶୀର୍ବାଦ କଲେ। ଆଉ ଆବ୍ରାହମକୁ ଆଶୀର୍ବାଦ କଲେ, ତୁମର ବଂଶ ଦ୍ୱାରା ଅନେକ ଲୋକ, ଅନ୍ୟ ଜାତି ଲୋକମାନେ ଆଶୀର୍ବାଦ ପ୍ରାପ୍ତ ହେବେ। ଯେଉଁମାନେ ପରମେଶ୍ୱରଙ୍କୁ ଜାଣିନାହାନ୍ତି, ଅନ୍ୟ ଜାତି ଲୋକମାନେ, ସେମାନେ ତୁମ ଦ୍ୱାରା, ତୁମର ଜାତି ଦ୍ୱାରା, ତୁମର ବଂଶ ଦ୍ୱାରା ସେମାନେ ପରମେଶ୍ୱରଙ୍କୁ ଜାଣିବେ। ସେମାନେ ମୋତେ ଜାଣିବେ ଆଉ ମୋର ଆରାଧନା କରିବେ। ଏହି ପ୍ରକାର ପରମେଶ୍ୱର ତାଙ୍କୁ ଆଶୀର୍ବାଦ ଦେବାର ମାନେ ଦେଖୁଅଛୁ। ଏଥିପାଇଁ ତାଙ୍କର ଆଶୀର୍ବାଦ ବର୍ତ୍ତମାନ ତାଙ୍କର ଜେନେରେସନ୍ ଟୁ ଜେନେରେସନ୍ ତାହା ଚାଲି ଆସୁଅଛି। ତେଣୁ ନୂତନ ନିୟମରେ ମାଥିଉର ସେ ସୁସମାଚାର 1 ପର୍ବରେ ସେଠାରେ ଲେଖା ଅଛି ଯେ ଆବ୍ରାହମଙ୍କର ସନ୍ତାନ, ଦାଉଦଙ୍କର ସନ୍ତାନ, ଇସାକଙ୍କର ସନ୍ତାନ, ତାଙ୍କର ଆବ୍ରାହମଙ୍କ ଠାରୁ ଏ ସମସ୍ତ ସନ୍ତାନ, ସମସ୍ତ ବଂଶାବଳୀ ଆସୁଅଛନ୍ତି। ଆଉ ସେହି ଆବ୍ରାହମଙ୍କ ବଂଶରୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ହେଲା। ତେଣୁ ଲୁକର ସୁସମାଚାର 18ର ଲାଷ୍ଟରେ ମଧ୍ୟ ସେଠାରେ କୁହାଯାଇଛି ଯେ ଦାଉଦଙ୍କର ବଂଶ। ତ ପରମେଶ୍ୱର ତାଙ୍କର ବଂଶକୁ, ଆବ୍ରାହମଙ୍କର ବଂଶକୁ ସେ ଆଶୀର୍ବାଦ କରି କହିଲେ ଯେ ତୁମର ବଂଶ ଦ୍ୱାରା ଅନ୍ୟ ଜାତିମାନେ ଆଶୀର୍ବାଦ ପାଇବେ। ତୁମର ବଂଶ ଦ୍ୱାରା ପୃଥିବୀର ଅନେକ ଜାତି ସେମାନେ ମୋତେ ଜାଣିବେ। କାରଣ ସେ ଏକ ବିଶ୍ୱାସୀ ଏବଂ ଧର୍ମୀ ବ୍ୟକ୍ତି ଏବଂ ସେ ଜଣେ ପ୍ରଭୁଙ୍କର ଭୟ ମାନିବା ବ୍ୟକ୍ତି ଥିଲା। ଆଉ ଏହି ପ୍ରକାରେ ଆଶୀର୍ବାଦ କରି ପରମେଶ୍ୱର ଦାଉଦଙ୍କ ବିଷୟରେ ସେ କହନ୍ତି, ଦାଉଦଙ୍କୁ ପରମେଶ୍ୱର ଆଶୀର୍ବାଦ କରିଥିଲେ। ଆଉ ଦାଉଦ ଏକ ବିଶ୍ୱାସୀ ବ୍ୟକ୍ତି ଥିଲା, ତଥାପି ସେ ନରହତ୍ୟା କଲା, ବ୍ୟଭିଚାର କଲା, ସେ ପାପରେ ପତିତ ହେଲା। କିନ୍ତୁ ସେ ପଶ୍ଚାତାପ କଲା, ପରମେଶ୍ୱରଙ୍କ ନିକଟରେ ସେ ପଶ୍ଚାତାପ କଲା, ନିଜର ଭୁଲକୁ ସେ ଅଙ୍ଗୀକାର କଲା। ତେଣୁ ପରମେଶ୍ୱର ତାହାକୁ ମୋର ହୃଦୟର ସନ୍ତାନ ବୋଲି ତାହାକୁ ଗ୍ରହଣ କରନ୍ତି। ତା'ର ହୃଦୟର ସନ୍ତାନ କହିବାର ଅର୍ଥ ଏହା ନୁହଁ ଯେ ସେ ଅତି ଧାର୍ମିକ ଏଥିପାଇଁ ସେ କହୁଛନ୍ତି, ତାହା ନୁହଁ। ସେ ଜଣେ ପଶ୍ଚାତାପ କରିବାର ବ୍ୟକ୍ତି ଥିଲେ। ତା'ର ଭୁଲକୁ ସେ ମାନୁଥିଲେ ଆଉ ସେ ପୁନର୍ବାର ସେ ପଶ୍ଚାତାପ କରି ପରମେଶ୍ୱରଙ୍କ ନିକଟକୁ ଆସୁଥିଲେ। ଠିକ୍ ଆମମାନଙ୍କୁ ମଧ୍ୟ ଏହି ପ୍ରକାର ଜୀବନ ଶିଖିବା ଆବଶ୍ୟକ ଯେ ଆମେ ମନୁଷ୍ୟ, ଆମମାନେ ଭୁଲ କରୁ, ଆମମାନେ ପାପ କରୁ, ତଥାପି ଆମମାନଙ୍କୁ ପଶ୍ଚାତାପ କରି ପୁନର୍ବାର ଆମମାନଙ୍କ ରାସ୍ତାକୁ ସିଧା କରିବାକୁ ପଡ଼ିବ। ପୁନର୍ବାର ଆମମାନଙ୍କୁ ଫେରି ଆସିବାକୁ ପଡ଼ିବ ଆଉ ପୁନର୍ବାର ପ୍ରଭୁଙ୍କ ନିକଟକୁ ଫେରି ଆସିବାକୁ ପଡ଼ିବ। ଥରେ ଯଦି ମୁଁ ପଡ଼ିଗଲି ତ ମୋତେ ଉଠିବାକୁ ପଡ଼ିବ। ମୁଁ ପଡ଼ିକି ହିଁ ରହିବି ବୋଇଲେ କେବେ ବି ଆମମାନେ ଆଗକୁ ବଢ଼ିପାରିବା ନାହିଁ। ଆଗକୁ ବଢ଼ିବା ପାଇଁ
ଆମମାନଙ୍କୁ ସଫଳତା ପ୍ରାପ୍ତ ହେବା ପାଇଁ ଆମମାନଙ୍କୁ ଉଠିବାକୁ ପଡ଼ିବ। ବାରମ୍ବାର ପଡ଼ିଲେ ବି ଆମମାନଙ୍କୁ ଉଠିବାକୁ ପଡ଼ିବ। ଉଠିବାକୁ ସକ୍ଷମ ନହେଲେ ମଧ୍ୟ, ବଳ ନ ପାଇଲେ ମଧ୍ୟ ଆମମାନଙ୍କୁ ଜବରଦସ୍ତ କରି ଆମମାନଙ୍କୁ ଉଠିବାକୁ ପଡ଼ିବ। ତେବେ ଆମମାନେ ଆଗକୁ ବଢ଼ିପାରିବା। ତେବେ ଆମମାନଙ୍କୁ ଆଗକୁ ପହଞ୍ଚିବା ପାଇଁ ଆମମାନେ ଲକ୍ଷ୍ୟସ୍ଥଳକୁ ଆମମାନେ ପହଞ୍ଚି ପାରିବା। ଯଦି ପଢ଼ିକି ସେହି ଜାଗାରେ ହିଁ ଥିବା ତେବେ ଆମମାନେ ଆଗକୁ ବଢ଼ିପାରିବା ନାହିଁ। ଯେଉଁ ପରମେଶ୍ୱର ଆମମାନଙ୍କୁ ଯେଉଁ ଆଶୀର୍ବାଦର ପାତ୍ର ଆମମାନଙ୍କୁ ବନେଇଛନ୍ତି, ସେ ଆଶୀର୍ବାଦ ଆମମାନଙ୍କୁ ଅନ୍ୟକୁ ପହଞ୍ଚାଇବାର ଅଛି। ଯଦି ଆମମାନେ ନିଜେ ହିଁ ପତିତ ହୋଇଯିବା, ଆମେ ନିଜେ ହିଁ ପାପରେ ବୁଡ଼ି ରହିଯିବା, ଆଉ ସେଠାରେ ଆମମାନେ ଆଗକୁ ସେଇ ପାପରୁ ଆମମାନେ ଉଠିବା ପାଇଁ ଆମମାନେ ଚେଷ୍ଟା କରିବା ନାହିଁ, ଆମମାନଙ୍କର ପାପକୁ ଆମମାନେ ପଶ୍ଚାତାପ ପୁଣି କରିବା ନାହିଁ, ତାହେଲେ ଆମମାନେ ଅନ୍ୟମାନଙ୍କ ନିମନ୍ତେ ଆଶୀର୍ବାଦର ପାତ୍ର ହୋଇପାରିବ ନାହିଁ। ତେଣୁ ଏଠାରେ ଦାଉଦଙ୍କ ଜୀବନରେ ଆମେ ଦେଖୁ, ସେ ଭୁଲ କଲେ ସୁଦ୍ଧା, ପାପ କଲେ ସୁଦ୍ଧା ସେ ପରମେଶ୍ୱରଙ୍କ ନିକଟରେ ସେ ପଶ୍ଚାତାପ କରି ସେ ଆଜି ଅନ୍ୟମାନଙ୍କ ନିମନ୍ତେ ଏକ ଉଦାହରଣ ସ୍ୱରୂପ ହେଉଛନ୍ତି। ଆଉ ତାଙ୍କର ଜୀବନ ଆଜି ଆମେ ଶିଖୁଅଛୁ। ଆଉ ଆବ୍ରାହମ ମଧ୍ୟ ସେ ବିଶ୍ୱାସର ପିତା ବୋଲି ଆଜି ଦୁନିଆରେ ସମସ୍ତେ ଆମମାନେ ଜାଣୁ। ସେ ବିଶ୍ୱାସର ଏକ ମୂଳ ପିତା। ତାହାର ପୁତ୍ରକୁ ସେ ଦାନ କରିବା ପାଇଁ ସେ ପଛକୁ ହଟିଲା ନାହିଁ। ତଥାପି ସେ ବିଶ୍ୱାସୀ ବ୍ୟକ୍ତି ହୋଇ ମଧ୍ୟ କେତେ ଥର ସେ ପରମେଶ୍ୱରଙ୍କର ଆଜ୍ଞାକୁ ସେ ଉଲ୍ଲଙ୍ଘନ କଲା, କିନ୍ତୁ ପରମେଶ୍ୱର ତାହାକୁ ଆଗକୁ ବଢ଼ିବା ପାଇଁ ସାହାଯ୍ୟ କଲେ। ତେଣୁ ଆମମାନଙ୍କୁ ପଶ୍ଚାତାପର ଜୀବନ ଆମମାନଙ୍କ ଜୀବନରେ ନିତାନ୍ତ ଆବଶ୍ୟକ ଅଟେ। ସେଦିନ ଆବ୍ରାହମ ସେ ବିଶ୍ୱାସଯୋଗ୍ୟ ବ୍ୟକ୍ତି ହୋଇ ପରମେଶ୍ୱରଙ୍କ ଠାରେ ସେ ଲାଗି ରହିଲା। ଏଥିପାଇଁ ତାହାଙ୍କ ବଂଶରୁ ଯୀଶୁ ଖ୍ରୀଷ୍ଟ ଜାତ ହେଲେ। ଆଉ ଯୀଶୁ ଖ୍ରୀଷ୍ଟଙ୍କ ଆସିବାରୁ ଆଜି ଆମମାନେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମମାନେ ଉଦ୍ଧାର ପ୍ରାପ୍ତ ହେଉଅଛୁ। ତାମାନେ ପରମେଶ୍ୱର ଯେଉଁ ପ୍ରତିଜ୍ଞା କରିଥିଲେ, ମୁଁ ତୋର ବଂଶଠାରୁ ମୁଁ ଅନ୍ୟ ଜାତିକୁ ମୁଁ ଉଦ୍ଧାର କରିବି, ବା ତୋର ବଂଶଠାରୁ ଅନ୍ୟ ଜାତି ଲୋକମାନେ ଉଦ୍ଧାର ପାଇବେ, ପୃଥିବୀର ସମସ୍ତ ଜାତି ତୁମର ବଂଶ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ। ଏହି ଯେଉଁ ପ୍ରତିଜ୍ଞା ଆଜି ଯୀଶୁ ଖ୍ରୀଷ୍ଟଙ୍କ ଆସିବା ଦ୍ୱାରା, ଆବ୍ରାହମଙ୍କ ବଂଶରୁ ଯୀଶୁ ଖ୍ରୀଷ୍ଟଙ୍କର ଆସିବା ଦ୍ୱାରା ସେହି ବାକ୍ୟଟି ସଫଳ ହେଉଅଛି। ଆଉ ଯୀଶୁ ଖ୍ରୀଷ୍ଟଙ୍କୁ ଯିଏ ବିଶ୍ୱାସ କରେ, ଯିଏ ନିଜର ମୁକ୍ତିଦାତା ରୂପରେ ଗ୍ରହଣ କରେ, ତାକୁ ଆଶୀର୍ବାଦ ମିଳୁଅଛି। ତା ପାଇଁ ଅନନ୍ତ ଜୀବନ ଅଛି, ତା ପାଇଁ ନରକ ନାହିଁ, ତା ପାଇଁ ସ୍ୱର୍ଗ ଅଛି। ସ୍ୱର୍ଗରେ ଅନନ୍ତ ଜୀବନ ରହିଛି। ଆବ୍ରାହମ ଜଣେ ଧାର୍ମିକ ଏବଂ ବିଶ୍ୱାସୀ ବ୍ୟକ୍ତି ଥିବାରୁ ସେ ଆଜି ଅନ୍ୟମାନଙ୍କ ନିମନ୍ତେ ଏକ ଆଶୀର୍ବାଦର ଆଦି ପିତାରେ ସେ ଗଣିତ ହେଉଛନ୍ତି। ଆଉ ଆବ୍ରାହମ ଯେମିତି କି ତାଙ୍କ ଦାସମାନଙ୍କୁ ସେ କହିଥିଲେ ଯେ, ଦେଖ, ଆମେ ମୋର ପୁତ୍ର ଇସାକ ଆଉ ମୁଁ ଆମେ ପାହାଡ଼ ଉପରକୁ ଯାଉଛୁ, ଆଉ ସେଠାରେ ଆରାଧନା କରି ଆମେ ପଛକୁ ଫେରି ଆସିବୁ। ତ ଠିକ୍ ସେମାନଙ୍କୁ କହିଥିବା ବାକ୍ୟ ଅନୁସାରେ ସେ କହିଥିବା ବାକ୍ୟକୁ ପ୍ରମାଣିତ କରିବା ପାଇଁ ସେ ପୁନର୍ବାର ତାର ପୁତ୍ର ଏବଂ ଆବ୍ରାହମ ପଛକୁ ଫେରି ଆସିବାର
କଥା ଆମେ 19 ପଦରେ ଦେଖୁଅଛୁ। ଆବ୍ରାହମ ସେହି ଦାସମାନଙ୍କ ନିକଟକୁ ଫେରିଗଲେ, ଆଉ ସେମାନେ ଉଠି ଏକତ୍ର ବେର୍ସେବାକୁ ଗଲେ ଓ ଆବ୍ରାହମ ବେର୍ସେବାରେ ବାସ କଲେ। ଏହି ସମୟରେ ଇସାକଙ୍କର ବୟସ 33ରୁ 34 ବର୍ଷ ହୋଇଥିଲା ବୋଲି ବାଇବଲର ପଣ୍ଡିତ ଜ୍ଞାନୀ ଲୋକମାନେ ଏହି ବାକ୍ୟକୁ କୁହନ୍ତି ଯେ, ଆଉ ସାରାଙ୍କର ବୟସ 127 ବର୍ଷ ବୟସରେ ସେ ମୃତ୍ୟୁବରଣ କରିଥିଲେ। ତାପରେ ଇସାକଙ୍କର ବିବାହ 40 ବର୍ଷ ବୟସରେ ତାଙ୍କର ହୋଇଥିଲା, ଯାହାକି ଆମମାନେ ତାର 24 ପର୍ବରେ ତାର ଆଗକୁ ଆମମାନେ ଦେଖିପାରିବା। ଆଉ ବର୍ତ୍ତମାନ 21 ପଦରୁ 24 ପଦ ମଧ୍ୟରେ ଯେଉଁ ବର୍ଣ୍ଣିତ ବିଷୟ, ତାହା ଆମମାନେ 24 ପର୍ବରେ ଇସାକଙ୍କର ଶାଦୀ ବା ବିବାହ ବିଷୟରେ ଆମମାନେ ଦେଖିପାରିବା। ଏହି ପ୍ରକାର ଆମମାନେ ଏଠାରେ ଆଦି ପୁସ୍ତକ 22 ପୂର୍ବରେ ଆମମାନେ ଦେଖିବାକୁ ପାରିଲୁ ଯେ ଆବ୍ରାହମଙ୍କର ବିଶ୍ୱାସକୁ ପରୀକ୍ଷା କରିବା, ଲୋକମାନଙ୍କ ନିକଟରେ ଆବ୍ରାହମଙ୍କର ବିଶ୍ୱାସକୁ ପ୍ରକାଶ କରିବା ଏବଂ ତାହାଙ୍କ ଜୀବନରୁ ଶିକ୍ଷା ଦେବା ନିମନ୍ତେ ପରମେଶ୍ୱର ଏହି ବାକ୍ୟଟି ଆଜି ଆମମାନଙ୍କ ନିମନ୍ତେ ଦେଇଅଛନ୍ତି। ପ୍ରଭୁ ଆଶୀର୍ବାଦ କରନ୍ତୁ।